जसं गेल्या एक पिलार बापाची लोक खोजीने तुझ्याकडे पिलार बापाची त्यांना तसंच नमस्कार भाई भौणी मैंने जय जगन्नाथ वेलकम टू माय चैनल विथ ए न्यू ब्लॉग। आज मो गोटे बहुत बड़ दिन। आज मोर बहिर लोकार्पण हम बहिर इनागुरेशन सेरिमनी अच्छी रोटारी क्लब भुवनेश्वर से मुझे रेडी हो सारे। तो सांग मैंने भी रेडी होती घर लोक भी रेडी हो सारे। जी भावी नी एमती हो पार जहाँ भगवान को दयारू आज आसवे सब गेस्ट मैंने आसवे 50-60 जन बेसी लोक आलाउ करनी गवर्नमेंट। तो रोटारी क्लब इंडोर ऑडिटोरियम रे कार्यक्रम हम जीवा से केमती कौन हो देखा। आपण मानकर भी बहुत सारा सपोर्ट बहुत सारा ब्लेसिंग गुड विशेष दरकार मत के ना हो राति ए सर ना बही आमाजन रे आउट ऑफ स्टॉक हो सारा दीथर अधिका। प्रथम बही हिसाब से मो गोटे बहुत बड़ अनुभव ओडिया साहित्य ओडिया बही खंडे बिक्री हवा बहुत कष्टकर जिनस आजिका जुगरे किंतु तथापि भी 100 रु अधिक बही बिक्री सारे इनागुरेशन पूर्व। आज भी लोक मैंने आसवे लोक मैंने बही किणवे। तो आशीर्वाद करंतु सपोर्ट करंतु ब्लेसिंग्स दिंतु घर लोक मैंने बहुत खुशी। आज मो बापा जहाँ मो नना डाके नना आज बहिर उन्मोचन करेंगे तो मो बहुत बड़ जिनस। पुओ नना भी बहुत खुशी अच्छा नना भी रेडी होती जीवा नानी आसी संबलपुर मो भाणीजी दी जन आस। ठीक अच्छे चलतु जीवा बुक सेरिमनी इवेंट को। रो 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 अरे भाई चैनल को गोटे सब्सक्राइब तो हो और बेल आइकन को भी दबे दिंतु। ताले चलतु आरंभ करिबा। आपण आज मोर अनुज तथा युव कवि प्रियव्रत दास प्रथम कविता संकलन वर्षा पब्लिकेशन द्वारा प्रकाशित पुस्तक राति एबे सरिनाई शुभ उन्मोचन उत्सव को स्वागत करना। निज लिखित कविता समूह संग्रह में प्रस्तुत यह पुस्तक राति एबे सरिनाई स्रष्टा युवकवि प्रियव्रत को मोर शुभेच्छा तथा मातृगर्भ अनुज भाव में शुभ आशीर्वाद प्रदान करूँ। दीर्घ परिश्रम देवता तरे भूल करी करे भाईना मनोर घाटरे कागज डंगार भिड़ लागी लागी बधे पुणी वर्षा। नमस्ते वायु त्वमेव प्रत्यक्षं ब्रह्मास्मि त्वामेव प्रत्यक्षं ब्रह्मं वदिष्यामि दूतं वदिष्यामि सत्यं वदिष्यामि तन्मा अवतु तद्भगतारम् अवतु अवतु भगतारम्।
আমার মাতা জনমায়িক নিষ্ঠবাসী স্নেহী মনীষ আমার প্রিয় সুরেন্দ্র সার জনে মার্গদর্শক ও গুরু রূপে সে সদাসর্বদা কবিଙ୍କ ସାଥିରେ ଠିଆ ହୋଇ ରହିଛନ୍ତି। ତାଙ୍କର ପ୍ରକାଶିତ ପୁସ୍ତକ ପିଆଲା ବେଶ ପାଠକୀୟ ଆଦୃତି ଲାଭ କରିଛି। ମୁଁ ପ୍ରିୟଙ୍କ ବିଷୟରେ ଶୁଣିକି ଜାଣିବାରେ ଯେ କି ମଞ୍ଚ ପରିଚାଳନା କରନ୍ତି ଏବଂ ଶୁଦ୍ଧ ଓଡ଼ିଆ ଭାଷାରେ କୁହନ୍ତି। ତେଣୁ ମୋର ଇଚ୍ଛା ହେଲା ଯେ ଭଦ୍ରବନ୍ଧୁଙ୍କୁ ଦେଖନ୍ତି କେମିତି ଯେ କିଏ ଯେ କି ହିନ୍ଦୀ ଇଂରାଜୀ ନ ମିଶାଇ ଶୁଦ୍ଧ ଓଡ଼ିଆ ସମ୍ପୂର୍ଣ୍ଣ ଭାବେ ମଞ୍ଚ ପରିଚାଳନାରେ ବ୍ୟବହାର କରୁଛନ୍ତି। ବୁଝିଲି ଭାଇ ଭଲ ପିଲାଟି। ଆଚ୍ଛା ଜୀବନ୍ତ ମଣିଷ ହିଁ କେବଳ କବିତା ଲେଖିପାରେ। ଯାହା ଜୀବନ ଯାହା ଜୀବନ ଅଛି ଯେ ମାଟିର ବାସ୍ନା ବାଜିପାରେ ସେହି କବିତା ଲେଖିପାରେ। ସେ ଅନୁଭୂତି ତାଙ୍କର ଅଛି ଏବଂ ମୁଁ ବି ଉପଲବ୍ଧି କରେ। ମୋର କିଛି କବିତା ସେ ବହୁତ ଭଲ ପାଇଲେ। ମୁଁ ଯାହା ଜାଣିଛି କିଛି ଲୋକଙ୍କର କିଛି କବିଙ୍କର ପୁସ୍ତକ ଅଧ୍ୟୟନ କଲେ ତାଙ୍କୁ ଉପଦେଶ ଦେଲି ଏବଂ କିଛି କିଛି ବତେଇ ଦେଲି ଯେମିତି କବିତା ଲେଖିବେ। ତାପରେ ଦେଖିଲି ସେ କବିତା ଲେଖିବା ଆରମ୍ଭ କଲା। ମୋତେ ଭଲ ଲାଗିଲା। ଏବେ ଯାହା ବହିରେ ଉନ୍ମୋଚନ ହେଉଛି ଲେଖିଛନ୍ତି ଆଗକୁ ଈଶ୍ୱର କରନ୍ତୁ ନା ଡାକ୍ତରୀ ତାଙ୍କୁ ସହାୟ ହୁଅନ୍ତୁ ସେ ଆହୁରି ଲେଖନ୍ତୁ। ନିଜକୁ ପ୍ରତିଷ୍ଠିତ କରିବାକୁ ପଡ଼ିଥାଏ। ଜୟ ଜଗନ୍ନାଥ ମଞ୍ଚାସୀ ସମ୍ମାନୀ ଅତିଥିବୃନ୍ଦ ଅନେକ শুভেচ্ছার পাত্র প্রিয় বন্ধু প্রিয়ব্রত ভাইনা অন্যান্য সাহিত্য বিশেষ মুহূর্তে কেবল এତିକି କହିବାକୁ ଚାହୁଁଛି ଯେ ରାତି କେବେ ନସରେ ଆହୁରି ଅନେକ କବିତା ସେ ଲେଖୁ ଆଉ ମୁଁ ଆସିକିରି ଏମିତି ତାର ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେବି। ତାର ପ୍ରତ୍ୟେକ କବିତାର ମୁଁ ଯେତେବେଳେ ତାର ଭାବନା ଯେତେବେଳେ ପୁସ୍ତକର କବିତା ରୂପ ନେଉଥିଲା ସେତେବେଳେ ମୁଁ ବୁଝିଛି ସବୁ ଜିନିଷର ପ୍ରତ୍ୟକ୍ଷ ସାକ୍ଷୀ। ଏବଂ ମୁଁ ଦେଖିଛି ସେ ରାତି 2টাରେ ମୋତେ କଲ୍ କରି ବର୍ଷକୁ କବିତା ଲେଖିଛି ଟିକେ ଦେଖ କ'ଣ ହବ କଥା। ରାତି 2টাରେ ସେ ଫୋନ୍ କରିବ। ତା ଟାଇମ୍ ମୋତେ ରାତି 1ଟା 2ଟା 12:30 ଏମିତି ମୋ ଶୋଇବା ଟାଇମ୍ରେ ସେ ଫୋନ୍ କରିବ। ଏବେ ଅର୍ଜେଣ୍ଟ ଅଛି ତୁ ଦେଖିକି କହ। ମୁଁ ତ କେବେ ମନା କରିନି। ବହୁତ ରାଗେ ତାକୁ। କିନ୍ତୁ ଆଜି ସେ ଭାବନାଟା ପୁସ୍ତକର ରୂପ ନେଇଗଲା। ବହୁତ ଖୁସି ଏବଂ ତା କବିତା ସଂକଳନ ଭିତରୁ ମୋତେ ଗୋଟେ ମୋର ଏବଂ ତା ମଧ୍ୟ ଅତି ପ୍ରିୟ କବିତା ଯେଉଁଟା ଅତି ରାଜିରୁ ସେଇଟା ମୋତେ ବହୁତ ଭଲ ଲାଗେ। ଆଉ ସେଇ କବିତାଟିକୁ ଆପଣମାନଙ୍କ ଆଗରେ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଶ୍ରୀଯୁକ୍ତ କାର୍ତ୍ତିକ ସ୍ୱାଇଁ ମହୋଦୟ। ଶ୍ରୀ ସ୍ୱାଇଁ ଏକାଧାରେ ଜଣେ ଆକାଶ ବିଜ୍ଞାନୀ ଲେଖକ କବି ଓ ଉପନ୍ୟାସ। ଦଶନ୍ଧିବ୍ୟାପୀ ସାହିତ୍ୟ ସାଧନାରେ 50 ଅଧିକ ପୁସ୍ତକ ପ୍ରକାଶିତ। ଜଳବନ୍ଦୀ ଈଶ୍ୱର ବରଫ ନଥିବା ଦେଶ ବହିର୍ଗମନର ବେଗ ମୋ ପୃଥିବୀର ଭାଷା ବାପା ଅହଲ୍ୟା ଏମିତି ଅନେକ କିଛି। ବାଙ୍ଗାଲୋର ସାହିତ୍ୟ ଆସନ ଦେଖା ହୁଏ ପ୍ରିୟଙ୍କ ସହ। ତା ପରଠାରୁ ଶ୍ରୀ ସ୍ୱାଇଁଙ୍କର ଚିରନ୍ତନ ପ୍ରୋତ୍ସାହନ ମାର୍ଗଦର୍ଶନ ସ୍ନେହ ଓ ସଦିଚ୍ଛା ହୋଇ ଆସିଛି। ଶ୍ରୀ ସ୍ୱାଇଁଙ୍କୁ ଅନୁରୋଧ କରିବି ନିଜର ବକ୍ତବ୍ୟ ପ୍ରଦାନ କରିବା। କର୍ତ୍ତବ୍ୟ ସ୍ୱାଗତ କରିବେ। ବାଙ୍ଗାଲୋରର ମହକ ପହଞ୍ଚି ଯାଇଛି ଭୁବନେଶ୍ୱରରେ। ଆଜି ବହୁତ ଖୁସି ଲାଗୁଛି ଏଇଥିଲାଗି ଯେ ପ୍ରିୟଙ୍କର କବିତା ରାତି ଏବେ ସରି ନାହିଁ ଏରା ଉନ୍ମୋଚନ ହେଉଛି। ଭାବୁଛି ଭବିଷ୍ୟତରେ ଆହୁରି ଏହିପରି ବହୁତ ଅକେଜନ ଆସିବ। ଆମେ ଆହୁରି ଅନେକ କବିତା ବହି ପ୍ରିୟଙ୍କ ଠାରୁ ପାଇବୁ ଏବଂ ଏହିପରି ଆସନରେ ଆମେ ନିଶ୍ଚିତ ତାଙ୍କୁ ଆଶୀର୍ବାଦ ଦେବୁ, ଶୁଭେଚ୍ଛା ଦେବୁ ଏବଂ ଆହୁରି କହିବୁ ପ୍ରିୟ ଆହୁରି ଲେଖିଯାଅ, କାରଣ ରାତି ଏବେ ସରି ନାହିଁ।
ତେବେ ମୋ ବକ୍ତବ୍ୟ ଟିକେ ଲମ୍ବା ରହିବ ଏଇଥିଲାଗି କାରଣ ମୁଁ ଭାବୁଛି ଯେ ମୁଁ ପ୍ରିୟକୁ ଯେତିକି ଜାଣିଛି ହୁଏତ ଅନ୍ୟମାନେ ସେତିକି ଜାଣିନଥିବେ ମାନେ ସାହିତ୍ୟ ଦୃଷ୍ଟିରୁ ମୁଁ ପ୍ରିୟକୁ ଯେତିକି ଜାଣିଛି ହୁଏତ ଅନ୍ୟମାନେ ସେତିକି ଜାଣିନଥିବେ ଯଦିଓ ପ୍ରିୟକୁ ଆମେ ଆଜି ଦେଖୁଛେ ତାଙ୍କର ପ୍ରଥମ ବହି ଏବଂ ଆମର ଏଠି ମଞ୍ଚରେ ଥିବା ଲୋକମାନେ ଆମର ଭାଇମାନେ ସାହିତ୍ୟିକ ବନ୍ଧୁମାନେ ଅଜୟ ଭାଇ ସମସ୍ତେ ଭାବୁଥିବେ ଯେ ହୁଏତ ଏ ସାହିତ୍ୟକୁ ନବାଗତ ମୁଁ କହିବି ନା ସେ ସାହିତ୍ୟକୁ ନବାଗତ ନୁହନ୍ତି ତାଙ୍କର ସାହିତ୍ୟର ପ୍ରବେଶ ବହୁତ ଆଗରୁ ହୋଇସାରିଛି କିନ୍ତୁ ଗୋଟେ କଥା ଏଇଠି ହେଉଛି ଯେ ତାଙ୍କର ପ୍ରଥମ ପୁସ୍ତକ ଉନ୍ମୋଚନ ହେଉଛି ସେଇଟା ଗୋଟେ କଥା କିନ୍ତୁ ସାହିତ୍ୟକୁ ସେ ବେଶ ଆଗରୁ ପ୍ରବେଶ କରିସାରିଛନ୍ତି ମୁଁ ଭାବେ ସବୁ ପ୍ରେମିକ ଜଣେ ଜଣେ କବି ତେଣୁ ପ୍ରିୟଙ୍କ ଭିତରେ ଯେଉଁ ପ୍ରେମିକ ପଣଟି ସଦାସର୍ବଦା ଜାଗ୍ରତ ରହିଛି ହୁଏତ ତାଙ୍କ ବାପା ମା କହିପାରିବେ ଯେ ହୁଏତ ସେ ପିଲାବେଳୁ ପ୍ରେମିକ ଥିଲେ କି ଏକଥା ହୁଏତ କହିପାରନ୍ତି ସେମାନେ ଆମେ ତ ତାଙ୍କ ପିଲାବେଳେ ଦେଖିଲେ କିନ୍ତୁ ମୁଁ ଭାବେ ସେ ହୁଏତ ପିଲାଦିନୁ ହିଁ ପ୍ରେମିକ ଥିଲେ କାରଣ ତାଙ୍କ କବିତାରେ ମୁଁ କେବଳ ପ୍ରେମର କଥା ହିଁ ଶୁଣିଛି ପ୍ରେମ ନଥିଲେ ଜୀବନ ନାହିଁ ପ୍ରେମ ଲାଗି ପୃଥିବୀ ଅଛି ପ୍ରେମ ଲାଗି ସୂର୍ଯ୍ୟ ଚନ୍ଦ୍ର ଅଛନ୍ତି ପ୍ରେମ ଲାଗି ଭଗବାନ ଅଛନ୍ତି ପ୍ରେମ ଲାଗି ଆତ୍ମା ଅଛି ପ୍ରେମ ଲାଗି ପରମାତ୍ମା ବି ଅଛନ୍ତି ସମସ୍ତେ ସମସ୍ତଙ୍କ ସହିତ ଯୋଡ଼ି ହେଇଛନ୍ତି ତେଣୁ ପ୍ରେମ ଯଦି ନଥାନ୍ତା ଜୀବନ ନଥାନ୍ତା ଏହା ମୋର ବିଚାର କିଛି ବର୍ଷ ତଳେ ପ୍ରଫେସର ସଂଘମିତ୍ର ମିଶ୍ରଙ୍କୁ ଗୋଟେ ଭାଷଣରେ ଶୁଣିଥିଲି ଦୁଇଟି କଥା ସେ କହିଥିଲେ ଏବଂ ଯେଉଁ ଦୁଇଟି କଥା ମୋତେ ବେଶ ମୋ ମନ ଛୁଇଁଥିଲା ଗୋଟେ କଥା ସେ କହିଥିଲେ ଯେ ସାହିତ୍ୟ ଯୋଡ଼େ ପ୍ରକୃତରେ ଆଜି ଯଦି ଆମେ ଚିନ୍ତା କରିବା ଏଠି ଆମର ଯେତେ ସମସ୍ତେ ରହିଛନ୍ତି କେବଳ ସାହିତ୍ୟ ଲାଗି ହିଁ ଏଠାକୁ ଆସିଛନ୍ତି ଏଠାକୁ ସୁରେନ୍ଦ୍ର ଭାଇ ଆସିଛନ୍ତି ବାଦଲ ବାବୁ ଆସିଛନ୍ତି ବାଙ୍ଗାଲୋରର ଆଇକନିକ୍ ପର୍ସନ ବାଙ୍ଗାଲୋରର ଜଣେ ଅତି ପ୍ରସିଦ୍ଧ ଏବଂ ଲୋକପ୍ରିୟ ବ୍ୟକ୍ତିତ୍ୱ ଶ୍ରୀ ନିହାର ସାମନ୍ତରାୟକୁ ଆମେ ଏଠି ପାଇଛେ ଅଜୟ ଭାଇ ଏଠି ଅଛନ୍ତି ଅଜୟ ଭାଇ ତ ସାହିତ୍ୟରେ ମୂଳ ହୋଇ ରହିଛନ୍ତି ପ୍ରିୟଙ୍କର ପରିବାର ସମସ୍ତେ ଅଛନ୍ତି ମୋତେ ବହୁତ ଖୁସି ଲାଗୁଛି ସାହିତ୍ୟକୁ ସାଧାରଣତଃ ମୁଁ କହୁଛି ମୁଁ ଜଣେ ସାହିତ୍ୟିକ ମୋ ଘରେ କିନ୍ତୁ କେହି ସାହିତ୍ୟକୁ ଭଲ ପାଆନ୍ତିନି ଏବଂ କହନ୍ତି କ'ଣ ଗୋଟେ ଲେଖିକିରି କ'ଣ କରିବେ କ'ଣ କାଢ଼ି ପକେଇବ ମୁଁ ମାନେ ଦୁଃଖ ହୁଏ ଯେ ଆଟଲିଷ୍ଟ ଦେଖ ମୁଁ ଏତେ ଲେଖିଛି ଏତେ ବହି ଲେଖିଛି କିନ୍ତୁ ମୋ ନିଜ ଘରେ କେହି କେବେ ପସନ୍ଦ କରନ୍ତିନି ସାହିତ୍ୟକୁ କିନ୍ତୁ ମୋତେ ବହୁତ ଖୁସି ଲାଗୁଛି ପ୍ରିୟଙ୍କର ପରିବାରକୁ ସମସ୍ତଙ୍କୁ ଏଠି ଦେଖିକି ଏଇଥିଲାଗି ସାହିତ୍ୟ ଲାଗି ଦରକାର କିଛି ପ୍ରୋତ୍ସାହନ ପ୍ରିୟ ନିଶ୍ଚିତ ଭାବରେ ତାଙ୍କ ପରିବାରଠାରୁ ସେ ପ୍ରୋତ୍ସାହନ ପାଉଛନ୍ତି ବହୁତ ଭଲ କଥା ତେଣୁ ବିଜ୍ଞାନ କ୍ଷେତ୍ରରେ ବହୁତ କାମ କରିଛି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନରେ ବିଭିନ୍ନ ପ୍ରୋଜେକ୍ଟ ବିଭିନ୍ନ ସାଟେଲାଇଟ୍ରେ କାମ କରିଛି ଚନ୍ଦ୍ରଯାନରେ କାମ କରିଛି ମଙ୍ଗଳଯାନରେ କାମ କରିଛି କିନ୍ତୁ ସେତେବେଳେ ଯଦି ଟ୍ରେନରେ ଯାଉଥିଲି ବସ୍ରେ ଯାଉଥିଲି କହୁଥିଲି ମୋ ନାଁ କାର୍ତ୍ତିକ ସ୍ୱାଇଁ କେହି ପଚାରୁଥିଲେ ଆପଣଙ୍କ ନାଁ କ'ଣ କାର୍ତ୍ତିକ ସ୍ୱାଇଁ କିଏ ଆପଣ କ'ଣ କାମ କରନ୍ତି ତାପରେ ଯେତେବେଳେ କହିବେ ଯେ ହଁ ମୁଁ ଈଶ୍ୱର କାମ କରୁଛି ସିନିୟର ସାଇଣ୍ଟିଷ୍ଟ ଆପଣ ଈଶ୍ୱର କାମ କରୁଛନ୍ତି ସେତେବେଳେ କିନ୍ତୁ ସାହିତ୍ୟରେ ପ୍ରବେଶ କରି ଓଡ଼ିଶାରେ ପହଞ୍ଚିଗଲ ଏବଂ ସାହିତ୍ୟର 10 ବର୍ଷ ତଳେ ଯେତେବେଳେ ପ୍ରବେଶ କଲି ଏବଂ 4-5 ବର୍ଷ ଭିତରେ ଆଟଲିଷ୍ଟ ମୁଁ କହିପାରିବି ଯେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କେହି ନା କେହି ଜଣେ ଅଛନ୍ତି ଯିଏକି କାର୍ତ୍ତିକ ସ୍ୱାଇଁ ହଁ ସେ ଜଣେ ଭଲ ଗାଳ୍ପିକ ଏତିକି ମୋର ପରିଚୟ ତେଣୁ ଯେଉଁ କଥା କହିଲି ସାହିତ୍ୟ ଯୋଡ଼େ କ'ଣ ପ୍ରିୟଙ୍କ କବିତାର କିଛି ପାଠକୀୟ ଆଲୋଚନା କରିବି ପ୍ରଥମେ ଯିବି ବହିର ଶେଷ ପୃଷ୍ଠାକୁ ଯେଉଁଠି ବାଦଲ ବାବୁ ଲେଖିଛନ୍ତି ପ୍ରିୟକୁ ଓଡ଼ିଆ ସାହିତ୍ୟକୁ ସ୍ୱାଗତ ଓ ଶୁଭେଚ୍ଛା ରାତି ଏବେ ସରିନାହିଁ କାବ୍ୟ ରସାଗରୀ ପାଠକମାନଙ୍କୁ ଆଦୌ ନିରାଶ କରିବ ନାହିଁ ବୋଲି ମୋର ଆଶା ଓ ବିଶ୍ୱାସ ବାଦଲ ମହାନ୍ତିଙ୍କ ଭଳି ଜଣେ କବି ଏବଂ ପ୍ରକାଶକ ଯଦି କହିଛନ୍ତି ଏକଥା ମୁଁ ନିଶ୍ଚିତ ଯେ କବିତା ବହି କେବେ ହେଲେ କାହାକୁ ନିରାଶ କରିବ ନାହିଁ ନିଶ୍ଚିତ ଭାବରେ ସମସ୍ତେ ଗୋଟିଏ ନିଶ୍ୱାସରେ ଏ ବହିଟିକୁ ପଢ଼ି ସାରିଦେବେ ଏ ବିଶ୍ୱାସ ମୋର ଅଛି କାରଣ କବିତା ବହିଟିକୁ ପାଇଲା ପରେ ମୁଁ ତାହା ହିଁ କରିଥିଲି ଗୋଟିଏ ନିଶ୍ୱାସରେ ମୁଁ ପଢ଼ି ଦେଇଥିଲି ତାଙ୍କର
ରାତି ଏବେ ସରିନାହିଁ କବିତା ପୁସ୍ତକଟି। କବିତାର ଆଲୋଚନା ମୁଖବନ୍ଧରେ ଗୋଟେ କଥା ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ ଏବଂ ଆପଣଙ୍କୁ ଆକର୍ଷଣ କରିବ। ସେ କଥାଟି ହେଉଛି ଉତ୍ସର୍ଗ ପୃଷ୍ଠାଟି। ସାଧାରଣତଃ ଆମେ ଗୋଟେ ବହି ଲେଖିଲେ ସେ ତାକୁ ଆମ ବାପ ମା ଭାଇ ଭଉଣୀ ବନ୍ଧୁବାନ୍ଧବ ଇତ୍ୟାଦି ଇତ୍ୟାଦିକୁ ଉତ୍ସର୍ଗ କରିଥାଉ, କିନ୍ତୁ ଆଶ୍ଚର୍ଯ୍ୟ କଥା ଏଠି କବି ଉତ୍ସର୍ଗ କରିଛନ୍ତି ତାଙ୍କ ପ୍ରଥମ ସାହିତ୍ୟ ସୃଷ୍ଟିକୁ। ପ୍ରେମିକ ପ୍ରେମିକାକୁ କବି ପାଲଟୁଥିବା, ପ୍ରେମିକ ପ୍ରେମିକାକୁ କବି ପାଲଟୁଥିବା ସବୁ ପାଗଳ ମାନଙ୍କୁ। ପ୍ରିୟ, ମୁଁ କହିବି ଏ ଦୁନିଆରେ ସମସ୍ତେ ପାଗଳ, କାରଣ ଏ ଦୁନିଆରେ ସମସ୍ତେ ପ୍ରେମ କରନ୍ତି। ତେଣୁ ଯାହା ତମେ ପରୋକ୍ଷରେ ଏ ବହିଟିକୁ ପୃଥିବୀର ସବୁ ପ୍ରେମିକ ପ୍ରେମିକା ମାନଙ୍କୁ ଦେଇଦେଇଛ। ମୁଁ ଭାବୁଛି ଏ ପୃଥିବୀରେ ଏମିତି କୌଣସି ଲୋକ ନାହାନ୍ତି ଯେ କେବେ ପ୍ରେମ କରିନାହାନ୍ତି। ପ୍ରେମ କରିବାର ବୋଲେ ଖାଲି ଗୋଟେ ଝିଅ ପୁଅକୁ ପ୍ରେମ କରିବା ସେଇଟା ନାହିଁ। ପ୍ରେମ କରିବା ବାପା ପୁଅ ଭିତରେ ହେଇପାରେ, ବାପା ମା ଭିତରେ ହେଇପାରେ, ପୁଅ ମା ଭିତରେ ହେଇପାରେ, ବିଭିନ୍ନ ମାଧ୍ୟମରେ। ମୋତେ ଲାଗେ ତାଙ୍କ ସହିତ କଥାବାର୍ତ୍ତା ହେଲା ବେଳେ ବି ମୋତେ ଲାଗେ ଯେପରି ସେ ତାଙ୍କ କଥାରେ ହିଁ କବିତା ଚାଲେ, ସେହିପରି ସେ କଥାବାର୍ତ୍ତା କରନ୍ତି। ତେଣୁ ସେ କବିତା ମନସ୍କ ମଣିଷ ଜଣେ, କବିତା ମନସ୍କ ଯୁବକ ଜଣେ, କବିତା ମନସ୍କ ସାହିତ୍ୟିକ ଜଣେ। ଠିକ୍ ସେଇଭଳି ସେ ଲେଖିଛନ୍ତି। ଶ୍ରୀ ମହାନ୍ତି ଜଣେ କବି, ଔପନ୍ୟାସିକ, ପ୍ରକାଶକ, ଜଣେ ମିଷ୍ଟଭାଷୀ, ମିଳାପୀ ଓ ସ୍ନେହୀ ମଣିଷ ହିସାବରେ ବାଦଲ ଭାଇ ଓଡ଼ିଆ ସାହିତ୍ୟ ସମାଜରେ ବେଶ ପରିଚିତ। ତାଙ୍କ ଲିଖିତ ପୁସ୍ତକ ଫୁଲ ରସିଆରେ, ନଟୁ, ମାଟି ଯେବେ ଲମ୍ବେ, ଦେବୀ ଓ କବି ବେଶ ପାଠକୀୟ ଆଦୃତି ଲାଭ କରିଛି। ନିଜର ପ୍ରକାଶନୀ ସଂସ୍ଥା ବର୍ଷା ପବ୍ଲିକେସନ ମାଧ୍ୟମରେ ଅନେକ ସାହିତ୍ୟ କୃତିକୁ ସେ ବାସ୍ତବ ରୂପ ଦେଇଛନ୍ତି। ଏହି କବିତା ପୁସ୍ତକ ରାତି ଏବେ ସରିନାହିଁ ତାଙ୍କର ପ୍ରୋତ୍ସାହନ ଓ ସହଯୋଗ ବିନା ଏକ କଳ୍ପନା ମାତ୍ର ଥିଲା। ତେବେ ନିମନ୍ତ୍ରଣ କରିବି ଆମର ପ୍ରକାଶକ ଶ୍ରୀ ବାଦଲ ମହାନ୍ତିଙ୍କୁ ଏହି ପୁସ୍ତକ ଓ କବିତା ବିଷୟରେ ଦୀପକ କରିବେ। ସ୍ୱାଗତ ଜଣାଇ କରିଥାନ୍ତି। ତୁଳସୀ ଚଉରା ପରି ବୋଉ, ଭାଗବତ ଟୁଙ୍ଗି ପରି ବାପା, ଜାଉଁଳି କବାଟ ପରି ବିଶ୍ୱାସ। ପ୍ରତିଦିନ ଖଟିରେ ଭେଟ ହଉ, କିନ୍ତୁ ଆମର ଆକର୍ଷଣ ସରେ ନା। ପୁଣି ପ୍ରତିଦିନ ନୂଆ ନୂଆ ଆକର୍ଷଣ କଳେ। ଅଜୟ ଭାଇଙ୍କୁ ଭେଟିବାକୁ ଆମେ ଧାଇଁ ଆସୁ। ତାପରେ ଅଛନ୍ତି କାର୍ତ୍ତିକ ସ୍ୱାଇଁ, ଜଣେ ବୈଜ୍ଞାନିକ ହେଲେ ବି ତାଙ୍କ ଭିତରେ ଥିବା କବିପଣକୁ ଆମେ ଭଲ ଭାବେ ଜାଣୁ। ସେ ଯାହା କହିଲେ ଆଉ ବହୁତ କିଛି କହିପାରିଲେନି, ତା ବି ଆମେ ଜାଣିପାରିଲୁ। ତାଙ୍କ ପାଖରେ ସାର୍ ଶ୍ରୀଯୁକ୍ତ ସାହୁ, ଯାହାକୁ ପ୍ରିୟ ବହୁତ ସାର୍ ବୋଲି ମାନନ୍ତି। ଏବଂ ଏବେ ଅଜୟ ଭାଇ କହୁଥିଲେ ସେ ଜଣେ ସିନେମାର ଏଡିଟର ଏବଂ ବହୁତ କାମ କରିଛନ୍ତି, କିନ୍ତୁ ଚୁପଚାପ ବସିଛନ୍ତି। ତାଙ୍କ ପାଖରେ ପ୍ରିୟବତଙ୍କର ପୂଜ୍ୟ ପିତା, ଏ ତାଙ୍କର ସୌଭାଗ୍ୟ ଯେ ତାଙ୍କର ବହି ଉନ୍ମୋଚନ ବେଳେ ସେ ଉପସ୍ଥିତ ଅଛନ୍ତି। ସେତିକି ଆଗ୍ରହ। ସାର୍ ଯାହା କହୁଥିଲେ, ଘର ଲୋକ ଯଦି ସମର୍ଥନ ସହଯୋଗ ନ କରିବେ କବିଟିଏ କବି ହେବା ବଡ଼ କଷ୍ଟ। ତାଙ୍କ ପାଖରେ ଅଛନ୍ତି ସାର୍ ନିହାରଞ୍ଜନ ସାର୍। ପ୍ରିୟ ମୋତେ କହୁଥିଲା ଯେ ଆମେ ତ ଲେଖୁଛୁ, କ'ଣ ଓଡ଼ିଆ ଭାଷାର ଉନ୍ନତି କରୁଛୁ କ'ଣ ନାହିଁ ଆମେ ତ ଜାଣିନୁ, କିନ୍ତୁ ସାର୍ ଯାହା କରନ୍ତି, ଭାଷା ପ୍ରୀତି ନଥିଲେ ବା ରାଜ୍ୟ ପ୍ରୀତି ନଥିଲେ ଏ କାମ କେହି କରିବେନି। ଲକ୍ଷ ଲକ୍ଷ ଟଙ୍କା ବିନା ଅକୁଣ୍ଠିତରେ ସେମାନେ ସାର୍ ଦିଅନ୍ତି। ବାଙ୍ଗଲୋରର ବିଭିନ୍ନ ଅନୁଷ୍ଠାନକୁ ସାହିତ୍ୟ, କଳା, ସଂସ୍କୃତି କେମିତି ବଞ୍ଚି ରହିବ ସେଥିପାଇଁ ଚେଷ୍ଟା କରୁଥାନ୍ତି। ସେଥିପାଇଁ ସାର୍ଙ୍କୁ ମୁଁ ମୋର ବ୍ୟକ୍ତିଗତ ଭାବରେ ଧନ୍ୟବାଦ ଜଣାଉଛି। ତାପରେ ଆସିବି ପ୍ରିୟ ପାଖକୁ। ପ୍ରିୟ ସାର୍ ଯାହା କହିଲେ, ମୁଁ ପ୍ରିୟକୁ ବହି ଛାପିବା ପାଇଁ ଚିହ୍ନି ନାହିଁ। ମୁଁ ପ୍ରିୟକୁ ଚିହ୍ନିଛି ଯେତେବେଳେ ମୁଁ ଗୋଟେ ସମ୍ପାଦନା କରିଥିଲି ସପ୍ତରଙ୍ଗ ବୋଲି ଗୋଟେ ଖବରକାଗଜରେ, ସର୍ବସାଧାରଣ ଖବରକାଗଜରେ ସପ୍ତରଙ୍ଗ ବୋଲି ଗୋଟେ ସାହିତ୍ୟ ରବିବାରିଆ ସାହିତ୍ୟ ପତ୍ରିକା କରିଥିଲି। ସେତେବେଳେ ପ୍ରିୟର ପ୍ରଥମ କବିତାକୁ ଛାପିଥିଲି। ସାର୍ ଯେଉଁ କହିଲେ କେବଳ ପ୍ରେମ ନୁହେଁ, ପ୍ରିୟ ଗୋଟେ କବିତା ଲେଖିଛି। ସେ କବିତା କହିବା ପୂର୍ବରୁ ମୁଁ ଆଉ ଟିକେ କହିବି। ମୋର ଗୋଟେ ଉପନ୍ୟାସ ବାହାରିଥାଏ ବିଜୟ ପତ୍ରିକାରେ, ବୋଧହୁଏ ଅପୁଷ୍ପିତା। ତାକୁ
ଜଣେ ଏୟାରଫୋର୍ସର ଜଣକ ପାଠକ ଏଠିକି ନେଲେ ଏବଂ ତାଙ୍କର ଖଡ଼ଗପୁର ପାଖରେ ନା ସରି ଗୟା ଷ୍ଟେସନ ପରେ ସରିଗଲା ତାଙ୍କର ଉପନ୍ୟାସ ଆସିବ ସେଠୁ ଫୋନ୍ କଲେ ବହୁତ ପ୍ରଶଂସା କଲେ ମୋତେ ଟିକେ ପ୍ରଶଂସା ଶୁଣିବାକୁ ଭଲ ଲାଗେ କହିଲେ ହଁ ହେଲା ସାର୍ ମୁଁ ଲେଖିଦେଇଛି ଆଉ ନାଇଁ ଆଜ୍ଞା ସେମିତି କହିଲେ କେମିତି ହେବ ଆପଣ ଜାଣନ୍ତି ଆମେ ଯେତେବେଳେ ବିଦେଶ ମାଟିରେ ରହୁଛୁ ଆମେ ଯେତେବେଳେ ଓଡ଼ିଆ ଭାଷା ଟିକେ ଶୁଣିପାରୁନୁ ଆପଣ ଯେତେବେଳେ ଓଡ଼ିଆ ଗାଁ ଆଉ ମାଟି ପାଣି ପବନର କଥା ଲେଖନ୍ତି ସେତେବେଳେ ଆମ ଆଖିରେ ଲୁହ ଝରେ ଆମେ ମାଟିକି ଝୁରୁ ଆମର ମାଂସ ଆଜ୍ଞା ମୁଁ ଯେତେବେଳେ ଫୋନ୍ କରେ ଗାଁକୁ ଗାଁର ସାଙ୍ଗମାନଙ୍କୁ ଯେ କ'ଣ କରୁଛୁ ସାଙ୍ଗମାନେ କହନ୍ତି ଖାଇ ବସିଛି କ'ଣ ଖାଉଛୁ ନା ପଖାଳ ଶାଗ ବଡ଼ିଚୁରା ସେତେବେଳେ ଆଜ୍ଞା ଆମର ମାଂସ ଭିଜିଯାଏ ଲୁହରେ ଇଏ ହେଉଛି ଗାଁ ମାଟି ପାଣି ପ୍ରତି ଯେଉଁ ଭଲ ପାଇବା ବିଦେଶରେ ଥାଏ ତାକୁ ମୁଁ ଅଙ୍ଗେ ଅଙ୍ଗେ ଅନୁଭବ କରିଛି ଯେଉଁମାନେ ବିଦେଶରେ ଅଛନ୍ତି ସେମାନେ ଯଦି ବାଟରେ ଯାଉଥିବେ କୋଉଠିରେ ଓଡ଼ିଆ ଭାଷା ଶୁଭିଗଲା ତାଙ୍କ ପାଦ ଚଟକିଣି ସେଠି ଅଟକିଯାଏ ଆମେ ଏଇଠି କ'ଣ କିସ ପାଟିତୁଣ୍ଡ କରୁଛୁ ନିଜ ଭିତରେ ଝଗଡ଼ା କରୁଛୁ ଅଲଗା କଥା ଭାଷା ପ୍ରତି ଜଣାପଡ଼େ ଯେତେବେଳେ ଆମେ ଘରଠୁ ଦୂରକୁ ଯାଆନ୍ତି ବା ମାଟି ପାଣି ପବନଠୁ ଦୂରକୁ ଯାଆନ୍ତି ସେତେବେଳେ ଘର ମାଟି ପାଣି ପବନ ବହୁତ ମନେ ପଡ଼େ ପ୍ରିୟ ମନେ ପକାଇଛନ୍ତି ଗୋଟେ କବିତାରେ ସେ କବିତା ପଢ଼ି ମୁଁ ବହୁତ ଖୁସି ହେଇଥିଲି ମୁଁ କହିଥିଲି କେବଳ ପ୍ରେମ କଥା ନୁହେଁ ସାର୍ କହିଲେ ନାଇଁ ସେ ଲେଖିଛନ୍ତି ଗୋଟେ କଥା ଯେଉଁ ଯଶୋଦାପଣ କଥା କହିଲେ ସେଥିରେ ସେ ଲେଖିଛନ୍ତି ଯେ ବୋଉ ଗୋଟେ ବ୍ୟାଗ୍ ଦେଇଛି ଆସବାବପତ୍ର ତ ଗୋଟେ ବ୍ୟାଗ୍ରେ ଆସିଛି କିନ୍ତୁ ବୋଉ ଦେଇଥିବା ସ୍ନେହ ବି ଆଉ ଗୋଟେ ବ୍ୟାଗ୍ରେ ଆସିଛି ତାକୁ ସେ କାହାକୁ ଦେବେ ସାଙ୍ଗସାଥି ଭିତରେ ବାଣ୍ଟି ପାରିବେ କି ତାକୁ କେବଳ ନିଜର ସେ ବୋଉକୁ ଝୁରିବାର ଯେଉଁ ଅନ୍ତରଙ୍ଗପଣ ସେ କବିତାରେ ଯିଏ ପଢ଼ିବ ତା ଆଖି ନିଶ୍ଚୟ ଓଦା ହେବ ପ୍ରିୟକୁ ମୁଁ ବହୁତ ଭଲ ଭାବରେ ଜାଣିଛି ସବୁଠୁ ବେଶୀ ଭଲ କି ଜାଣିଛି ଏଥିପାଇଁ ଯେ ସେ ଗୋଟେ ଭଲ ମଣିଷ ତାର ବ୍ୟବହାର ତାର ମୁଁ ଖୁସି ହୁଏ ତାର ବିଭିନ୍ନ ଫଟୋ ଦେଖେ ଫେସବୁକ୍ର ସୋସିଆଲ ମିଡ଼ିଆରେ ଯେତେବେଳେ ସେ ଓଡ଼ିଶା ମାନେ ବାଙ୍ଗାଲୋରରେ ବିଭିନ୍ନ କାର୍ଯ୍ୟକ୍ରମରେ ସଂଯୋଜନା କରେ ତାର ସଂଯୋଜନା ଖୁବ୍ ଚମତ୍କାର ଏବଂ କିଛି ଲୋକ ମୋତେ ବାଙ୍ଗାଲୋର ବି ଫୋନ୍ କରନ୍ତି ପ୍ରିୟକୁ ଜାଣିଛ ମୋତେ ଯେତେବେଳେ ପଚାରନ୍ତି ପ୍ରିୟକୁ ଜାଣିଛ ନା ହଁ ଆମେ ପ୍ରିୟ କାହିଁକି ଜାଣିଛୁ ମୋତେ ଭାରି ଖୁସି ଲାଗେ ସେ ମୋର ସାନ ଭାଇ ଭଳିଆ ସେ ମୋତେ ବହୁତ ଭଲ ପାଏ ତା ସହିତ ମୋର ଗୋଟେ ଆତ୍ମିକ ସମ୍ପର୍କ ଅଛି ଏଥିପାଇଁ ନୁହେଁ ଯେ ପ୍ରକାଶ ଭାବରେ ସମ୍ପର୍କ ପ୍ରିୟକୁ ମୁଁ କହିଛି ମୋର ବି କବିତାକୁ ନେଇ ସେ ଗୋଟିଏ ଧାରଣା କବିତା ସରିବ କ'ଣ ଆଜ୍ଞା କବିତା ଅନବରତ ସୃଷ୍ଟି ହୁଏ କବିତା ଯେବେ କବିଠୁ ସରିଯାଏ କବି କୋଉଠି ନା କୋଉଠି ମରିଯାଏ ତେବେ ପ୍ରିୟକୁ ସେଇ କଥା ସାର୍ ଯାହା କହିଲେ ଆଉ ଥରେ ଦୋହରେଇବି ଦ୍ୱିତୀୟ କବିତା ପୁସ୍ତକର ଆଶା ରଖିବି ଏତିକି କହିବି ପ୍ରିୟ ଆମେ ଲେଖୁ ଭଲ ଲେଖୁ ଓଡ଼ିଆ ସାହିତ୍ୟରେ ତାର ପରିଚୟ ସୃଷ୍ଟି ହଉ ଏତିକି କହି ବିଦାୟ ଦେଉଛି ମୁଁ ମୋର ପ୍ରିୟ ଭାଇ ଶ୍ରୀ ଶାଶ୍ୱତ ସୁମନ୍ତ ରତ୍ନ କହିବି ଗୋଟେ କବିତା ପଢ଼ିଥିଲେ ନିମନ୍ତ୍ରଣ ଦେବି ଶାଶ୍ୱତ ସୁମନ୍ତ ନମସ୍କାର ମଞ୍ଚାସୀନ ସମସ୍ତ ଗୁଣି ଜ୍ଞାନୀ ବ୍ୟକ୍ତି ମୁଁ ସାହିତ୍ୟ ସଙ୍ଗେ ବେଶୀ ଜଡ଼ିତ ନୁହେଁ ଅବଶ୍ୟ ମୋତେ ପାଠ ପଢ଼ିବାକୁ ସାହିତ୍ୟ ଓଡ଼ିଆ ସାହିତ୍ୟ ପଢ଼ିବାକୁ ବହୁତ ଭଲ ଲାଗେ ଆଣ୍ଡ ମୁଁ ଗୋଟେ ପାଠକ ଦୃଷ୍ଟିରୁ ଆସିକି ଠିଆ ହେଇଛି ଆଉ ଏଇ ଯେଉଁ କବିତାଟା ମୁଁ ଏବେ ପଢ଼ିବାକୁ ଯାଉଛି ତା ନାଁ ହେଉଛି ଛୁଟି ତାପରେ ଦିନେ ଆମେ ବଡ଼ ହେଲୁ ବଡ଼ ହେଲା ପରେ ଯାହାର ସବୁ କାମରେ ଲାଗିଲୁ ଆଉ ଏବେ ଛୁଟିର ପରିଭାଷା ବଦଳି ଯାଇଛି ଆଉ ଯେଉଁ ଛୁଟିର ପରିଭାଷା ବଦଳିଛି ସେଇ ପରିଭାଷାଟା ଏଇ କାବ୍ୟ ମାଧ୍ୟମରେ ଭାଇନା ବହୁତ ବଢ଼ିଆ ସେ ଲେଖିଛନ୍ତି ଆଉ ସେଇଟାକୁ ଯେବେ ପ୍ରଥମ ଥର ପାଇଁ ପଢ଼ିଥିଲି ମୋତେ ଲାଗିଥିଲା କି ଆରେ ଏଇଟା ତ ସତ କଥା ଏଇଟା ତ ମୋ ସାଙ୍ଗେ ବି ହେଇଛି ଏମିତି ନୁହେଁ କି ଏଇଟା ମାନେ କିଛି ଗୋଟେ ନୂଆ ଆସିଛି କି ନୂଆ ହିଁ ଅଛି ବହୁତ ହି ମାନେ ଶାନ୍ତ ବହୁତ ହି ସରଳ ଭାଷାରେ ଏଇଟା ଗୋଟେ ଲେଖା ହେଇଛି ତ ହଁ ଆଜି ଘରୁ ଫେରୁଛି ଛୁଟି ସାରି ମିର୍ଚ୍ଚା ସ୍ମୃତି ଓ ଗୋଟେ ବ୍ୟାଗ୍ ଅଧିକା ନେଇ ଆଜିର କାର୍ଯ୍ୟକ୍ରମର ସମ୍ମାନିତ ଅତିଥି
श्री निहार सामंतरा। श्री सामंतरा एकाधारे जड़े समाजसेवी, वैज्ञानिक, भाषाप्रेमी, ओडिया माटी और संस्कृति तथा परंपरा को भल पात्रा मनीष जड़ा। गत 30 वर्ष धरी बेंगलोर माटी रे ओडिया भाषा, संस्कृति और परंपरा स्वर विभिन्न चली निज द्वारा प्रतिष्ठित प्रवासी ओडिया संगठन माध्यम से समाज सेवा हो कि गणेश पूजा कि युव ओडिया को प्रोत्साहित करवा हो कि असमय असुविधा पड़ी कौन ओडिया भाई सागर ठिया था। निहार भाईना एक सर्वपरिचित नाम। बेंगलोर रहूवा लक्ष लक्ष ओडिया को एकाठी करी आम जगन्नाथ संस्कृति को बंचाई रखिबार प्रयास रे आग्रा ठारे एक जगन्नाथ मंदिर निर्माण मध्य श्री सामंतरा अवदान अतुलनीय। निहार भाईना को विभिन्न सामाजिक सांस्कृतिक सेवाकर्मी कार्यक्रम माध्यम प्रिय देखा हुए जड़े बड़ भाई मार्गदर्शक और गुरु हिसाब से निहार भाईना आमर नमस्कार। मु निहार भाईना अनुरोध करी निज वक्तव्य माध्यम आमको उद्बोधन करवा। समस्त नमस्कार। जेते एठी गण्यमान व्यक्ति अच्छा मु का संगे समकक्ष हो पारे पर्टिकुलरली कार्तिक भाईना मु जानी से जो स्कूल मु बड़ भाई संगे पढ़ुले जो इसरो जॉइन कले से दिन परिचय आज्ञा साहित्य बेसी किसी ना आदि मो बैकग्राउंड जानवे मु साहित्य बहुत थर फेल दसटा स्कूल जो 11 थिला मु 11टा स्कूल रे पढ़ी तेणु मोर साहित्य प्रति मु सब साहित्य फेल होते तेणु केमिति कौन मु जानी जिते मु जॉइन कली एटीए साइंटिस्ट मते गोटे रेस्पॉन्सिबल देले तेजास तैयारी तेजास जो हेड करुले अब्दुल कलाम तो मत गोटे मौका मिला संगे काम कर 2 वर्ष तो से गोटे देखिली जे निज जाति प्रति जदि तुम ये कर तुम आगे बढ़ी पार आईटा मुंडे रखिक बैकअप माइंड से आम के 50 जन था बांगलोर तो कार्तिक भाईना भी था तो गोटे एसोसिएशन तो आम 50 जन जमा ओडिया थिलु तो एसोसिएशन समस्ते कहले साहित्य करवा अमुक करवा मुझे बहुत इंटरेस्ट नहीं मोर इंटरेस्ट था खाली नाच कूद कि ये करवा जो अब्दुल कलाम से गोटे ओडिसी डांस होता कहले मुझी से गले जो कहले ओडिया एत कल्चर तुम मैंने कहीं प्रमोट कर तो मत विद्वान लोग जब कहते तो से ओडिसी डांस को 2 घंटा काल बस तापरे मोर से चेंज है माइंड तो मुझे बहुत माने कहली ठीक अच्छे आम तो 50 जन ओडिया अच्छु आम गोटे नहीं ओडिया फिल्म से करूँ से फिल्म रे मोर गोटे सांग ऑर्गेनाइज करूला सी कहले तू आसबू तो मुझे से ओडिया लोक मिसिली आपर मुझे कौन करें ओडिशा तो गोटे गणेश पूजा आरम्भ करूँ ड्रामा करूँ ये सब चले किंतु मोर लेखा लेखी केवे हुए कि कविता प्रति केवे इंटरेस्ट आसला केवे आसला इंटरेस्ट गोटे हूँ अब्दुल कलाम प्रिय तो थे
ମୁଁ ତ ପ୍ରିୟକୁ ଜାଣିନଥିଲି। ଆମେ ଗୋଟେ ଗେଟ୍ ଟୁଗେଦର କରୁଥିଲୁ, ପ୍ରିୟ ବି ଆସିଥିଲା, ଯିଏ ବି ସମସ୍ତଙ୍କ ମନ ଜାଣି। ଆଉ ସେଇଦିନ ମୋତେ ଭାରି ଭଲ ଲାଗିଲା। ଆମେ ଯେଉଁ ଗୋଟେ 10,000 କ୍ରାଉଡ୍ରେ ମୁଁ କହିଲି ଆମେ ଓଡ଼ିଶାର ଆର୍ଟିଷ୍ଟ ଯେଉଁ ଆଙ୍କର କରିବାକୁ, ମୁଁ କହିଲି ନାଇଁ ଆକୁ ଦିଅ। ମୁଁ ସେତେବେଳେ ଆସିକି ଏତେ କ୍ଲୋଜ୍ ନଥିଲି। ଆଉ ସେ ଆଙ୍କରିଂରେ ବହୁତ ଭଲ କଲା। ଆଉ ସମସ୍ତେ ଗ୍ରେଟ୍ ତାକୁ କହିଲେ। ତ ମୁଁ ଭାବିଲି ସେଟା ମୋର ଗୋଟେ ସଫଳ ହେଇଛି। ଆଉ ତାପରକୁ ଆମେ ମିଶିଲୁ। ତ ଆମେ ଗୋଟେ କାଲି ଗୋଟେ ଯାଇଥିଲି ଫଙ୍କସନ୍, ଯେଉଁଟା ହେଉଛି ଅଲ୍ ଓଡ଼ିଆ ୱାର୍ଲଡର ସୋସାଇଟି। ସେଠି ସବୁ ବହୁତ ବଡ଼ ବଡ଼ ଲୋକ ଆସିଥିଲେ। ଆଉ ମୁଁ ଦେଖିଲି ସେଠି ସାହିତ୍ୟ ଚର୍ଚ୍ଚା କରୁଥିଲେ, କିନ୍ତୁ ତାଙ୍କ କାଟାଗୋରୀ ଏତେ ନଥିଲା। କିଏ ଇଂଲିଶରେ କହି ଦେଉଥିଲା, କିଏ ହିନ୍ଦୀରେ କହି ଦେଉଥିଲା। ଆଉ ସେମାନେ ସବୁ ବଡ଼ ବଡ଼ ଲୋକ। ବଡ଼ ବଡ଼ ଲୋକ ଆମ ଯେଉଁ ସ୍ପିକର ସୂର୍ଯ୍ୟପାତ, ଆଉ ଜଣେ ଥିଲେ ଆମ ଗଭର୍ଣ୍ଣର। ସେ ତ ଓଡ଼ିଆ କହିପାରନ୍ତିନି, କିନ୍ତୁ ସେ ଟ୍ରାଏ କରୁଥିଲେ ଓଡ଼ିଆ କହିବାକୁ। ମୁଁ ତାପରେ ସେଠୁ କହିଲି, ତମେମାନେ କାହିଁକି ଯଦି ଓଡ଼ିଆ କରୁଛ ଓ ସାହିତ୍ୟ କରୁଛ, ଏସବୁ କାହିଁକି ମିକ୍ସ କରୁଛ? ତ ମୋତେ ଗୋଟେ ଜଣେ ଆନ୍ସର ଦେଲା, କହିଲା ୟାକୁ ଯଦି ଆମେ ମିକ୍ସ ନ କରିବୁ ତାହେଲେ କେହି ରହିବେନି। ଆଉ ସେଟା ଚାଲିଲା 1:45 ଯାଏ, ଅଫଲାଇନ୍ ଅନଲାଇନ୍। ତ ମୁଁ କହିଲି କାହିଁକି ରହିବେନି? ନା ଆଜ୍ଞା ଓଡ଼ିଆ ପ୍ରତି କେହି ବୁଝିପାରିବେ। ତ ମୁଁ କହିଲି ସାର୍ କ'ଣ ଏମିତି ଗୋଟେ ଭାଷା ବୁଝିପାରିବେନି? ଆଉ ତ ମୋତେ ସେଇଠି ଲାଗିଲା ଯେ ପ୍ରିୟ ଓଡ଼ିଆ ଲୋକ ଆଗକୁ ଯିବେ, ଆଉ ଏଇଟାକୁ ନେଇକରି ସମସ୍ତଙ୍କ ପାଖରେ କହିବେ। ଆଉ ମୁଁ ସେଇଟା କାହିଁକି କହୁଛି, ଆମେ ଓଡ଼ିଆ ବହୁତ ବଢ଼ିଆ। ଯଦି ଆମେ ନିଜ ମାଟିକୁ ଭୁଲିଯିବା, ନିଜ ସଂସ୍କୃତିକୁ ଭୁଲିଯିବା, ସାହିତ୍ୟକୁ ଭୁଲିଯିବା, ତାହେଲେ କୁଆଡ଼େ ଆମେ ଆମର ପତା ମିଳିବନି। ତେଣୁ ମୋ ସଜେସନ୍ ହେଉଛି ପ୍ରିୟକୁ ସମସ୍ତେ ଫଲୋ କରନ୍ତୁ। ଆଜିକାଲି ୟଙ୍ଗ ପିଲାମାନେ ଯେଉଁମାନେ ସାହିତ୍ୟ ଜାଣି ବି ନାହାନ୍ତି, ସେମାନେ ପ୍ରିୟକୁ ଫଲୋ କରନ୍ତୁ। ଆଉ ଦେଖିବେ, ମୁଁ ଏଇଟା କହୁଛି ଆପଣଙ୍କୁ ଯେ ଆଜିର କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାନିତ ଅତିଥି ମୋର ପୂଜ୍ୟ ପିତା ଶ୍ରୀ ବିବେକାନନ୍ଦ ଦାସ। ତାଙ୍କ ଉଦ୍ଦେଶ୍ୟରେ ମୁଁ କହିବି, ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ ପ୍ରୀତରି ପ୍ରତିମା ବନ୍ମେ ପ୍ରିୟନ୍ତେ ସର୍ବଦେବତା। ଆମର ଆଦ୍ୟ ଗୁରୁ ପୂଜ୍ୟ ପିତାଙ୍କୁ ଆଜି ଏପରି ଏକ ମୁହୂର୍ତ୍ତରେ ସଭାମଞ୍ଚକୁ ଆମନ୍ତ୍ରିତ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ଗର୍ବିତ। ମୋର ପିତା ଜଣେ ଅବସରପ୍ରାପ୍ତ ଡାକପାଳ ତଥା ସାହିତ୍ୟ, ସେ ଆମର ଆଦ୍ୟ ଗୁରୁ, ଯିଏ ସକାଳୁ ଉଠିଲେ ଶିଖାଉଥିଲେ ପରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟରେ ସରସ୍ୱତୀ କରମୂଳେ च गोविन्द प्रभाते करदर्शनम् सत्यं वद धर्मं चर मां वद सत्यमप्रियम्। ତାଙ୍କର ଓଡ଼ିଆ ଓ ସଂସ୍କୃତ ସାହିତ୍ୟରେ ରୁଚି ଆମମାନଙ୍କୁ ସାହିତ୍ୟ ଲାଗି କରିଛି। କହିବାକୁ ତ ଦିନ ସରିଯିବ, କଥା ସରିବନି। ପିତା ଶ୍ରୀ ବିବେକାନନ୍ଦ ଦାସଙ୍କୁ ଅନୁରୋଧ କରିବି ନିଜର ଆଶୀର୍ବାଦ ପ୍ରଦାନ କରିବା ପାଇଁ। दासुकुला ब्रह्म विचार सार परम वाक्यम जगत व्यापिनी वीणा पुस्तक धारिणी मकरत जाड्यंतकारात हस्ते स्मारटिका माणिकं विदधते वक्वासने संसिष्टं वन्दे तं परमं सूरिं भगवतीं व्यक्ति प्रदासारतम्। शरत जोत्सना प्रबल बरणा मस्तकरे जटायुक्त दक्षि परे शहे शशिखंड करी भगत मन उच्चाट
ଚତୁର୍ଭୁଜ କର ଅଭୟ ମୁଦ୍ରାରେ ପୁସ୍ତକ ସ୍ଫଟିକ ମାଳା ବାଦେବୀ ସ୍ୱରୂପା ଆଗମୀ ସ୍ୱରୂପା ସଦା ଆଶ୍ରିତ ବସ୍ତ୍ର ବାରେ ବନ୍ଧାଇ ସେରୂପ ସଜନେ ନିକଟ ବରୁଚି ବିଶ୍ୱ ମଧୁ କ୍ଷୀର ଖାଙ୍କା ମଧୁର ଭାଷାରେ ପରିବାର ସାରା ବିଶ୍ୱ ମା ସରସ୍ୱତୀଙ୍କର ଧରି ଆଶୀର୍ବାଦ ରହେ ଜଣେ କବି ହେଇପାରିବ କବି ହେଲା ପରେ ସରସ୍ୱତୀଙ୍କ ଆଶୀର୍ବାଦ ଦରକାର ମାଙ୍କର କରୁଣା ଦରକାର ସାହିତ୍ୟ ତାକୁ କୁହାଯାଏ ସଭ୍ୟ ଭାବରେ ଦେଇକି ପ୍ରସାଦ ଫୁଲରେ ଫୁଲ ଗୁନ୍ଥା ଦେଖିଲି ମାଳା ଟିଏ ମାଳାରେ ପିନ୍ଧିଥିଲା ପାଖୁଡ଼ା ରସଟିଏ ପାଖୁଡ଼ା ବିଛାଣୁଥିଲା ରଙ୍ଗ ରସଟିଏ এই কবিতার প্রত্যেক কবিতা তার নিজ নিজ রসনের বিকশিত সেদিকে গোটে কবিতা ছোট দিনে গোটে সামান্য সাইকেল দেখি যাহা যা কপি যাইଥିଲା সেটাকে বর্ণনা করে সাইকেল চুরি হয়ে গেল সাইকেল সেମିତି বসুଥିଲା সাইকেলটা তার প্রিয় ଥିଲା ସେ ଘୋଷଣା ପାଠ ତା ବହୁତ କବିତା ଭବିଷ୍ୟତ ସମ୍ପର୍କ ତାହା ମୁଁ ନିଜକୁ ରସତି ଭାବିବାର କାରଣ ଲୋକ ଅଛି ବର୍ତ୍ତାଳନିକ ନିରୋଗିତା ପ୍ରିୟା च ଭାର୍ଯ୍ୟା ପ୍ରିୟବାଦିନୀ ଯଶସ୍ଥ ପୁତ୍ର ଅର୍ଥ ବରିଷ୍ଠ ବିଦ୍ୟା ସଜୀବ ଭୋଗାରି ସୁଧାରିରା এই ছটা জিনিস ଥିଲେ ମଣିଷ ଖୁସି ସୁଖୀ ଯଶସ୍ୱୀ ଏଇଟା ଖାଲି ଏ ପିଲାର ବାପା କିଏ ଯଦି ଲୋକ ଖୋଜିଲେ ପୂଜା କରିବେ ପିଲାର ବାପା କିଏ ତେଣୁ ଯଶସ୍ୱୀ କଲେ ଆଉ ଆପଣଙ୍କର ଆଶୀର୍ବାଦ ଆଜିର ସଭାର ମୁଖ୍ୟ ଅତିଥି ଡକ୍ଟର ଅଜୟ ସ୍ୱାଇଁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶ୍ରୀ ସ୍ୱାଇଁ ଏକାଧାରେ ଜଣେ କବି ଗାଳ୍ପିକ ଉପନ୍ୟାସିକ ଓ ନିର୍ଦ୍ଦେଶକ ନିଜର ସାରସ୍ୱତ ସୃଷ୍ଟିରେ ସେ ଓଡ଼ିଆ ସାହିତ୍ୟରେ ନିଜର ଏକ ଅରିବା ଛାପ ସୃଷ୍ଟି କରିଛନ୍ତି ତାଙ୍କର ପ୍ରସିଦ୍ଧ ଗଳ୍ପ ସଂକଳନ ମଧ୍ୟରେ ବୋଉର ଗୀତ କଥା ନଖ ଦର୍ପଣ ଶାଳ ଉତୁଡ଼ା ମାଳିକା ମିଛି ମିଛିକା ରାତି ଚରିତ୍ର ଚୌକାଶ ମାମୁଁର ପ୍ରେମିକା ନା ମା ଏମିତି ଅନେକ କିଛି ଲୋକାଦୃତ ହୋଇଛି ଉପନ୍ୟାସ ଗୁଡ଼ିକ ମଧ୍ୟରେ ନାବାଳକ ଛପି ଛପି ବାସନ୍ତୀ ରାତି ଶୀର୍ଷ ଗଛର ଛାଇବ କଲମ୍ବସ କାଳଜଡଙ୍ଗା ବେଶ ମର୍ମସ୍ପର୍ଶୀ କବିତା ନଈକୂଳ ଗାଁ ମାୟା ବେଗ ଓ ଦୁଃଖ ଦୋହା ମଧ୍ୟ ବେଶ ମନଛୁଆ ମୁଁ ସମ୍ମାନୀୟ ମୁଖ୍ୟ ଅତିଥି ଶ୍ରୀ ଅଜୟ ସ୍ୱାଇଁଙ୍କୁ ଆମନ୍ତ୍ରଣ କରୁଛି ନିଜର ବକ୍ତବ୍ୟ ପ୍ରଦାନ କରି ଆମକୁ ଆଶୀର୍ବାଦ ପ୍ରଦାନ କରିବା ସରକାର ସ୍ୱାଗତ କରୁଛୁ ମଞ୍ଚସୀନ ସଭାର ବିଜ୍ଞ ବୈଜ୍ଞାନିକ କାର୍ତ୍ତିକ ଭାଇ ସୁରେନ୍ଦ୍ର ଭାଇ କବିଙ୍କର ବାପା ସାମୁଦ୍ରିଆ ସାର୍ ଏବଂ ନିଜେ ସ୍ୱୟଂ କବି ରାତି ଏବେ ସରିନାହିଁ କବିତା ବହି ସମସ୍ତେ ପଢ଼ିବା ନିହାତି ଉଚିତ ମୁଁ ପ୍ରଥମେ ଧନ୍ୟବାଦ ଦେବି ବାଦଲକୁ ଏବଂ ତାର ବର୍ଷା ପବ୍ଲିକେସନକୁ ସିଏ ଏମିତି ଅନେକ ଚମତ୍କାର ବହି ପଢ଼ିବାର ସୁଯୋଗ ମୋତେ ଦେଇଥିଲା ଏହା ପୂର୍ବରୁ ସେ ମୋତେ ଅନେକ ଚମତ୍କାର ବହି ପଢ଼ିବାର ସୁଯୋଗ ଦେଇଛନ୍ତି ଯେମିତି ଦନା ବହି ଶୁଣୁଛ ଯେମିତି ତପନ ପାରିକଙ୍କର କବିତା ସେମିତି ପ୍ରିୟବ୍ରତ ଦାସଙ୍କ କବିତା ଏ କବିତା ବହି ଯଦି ମାର୍କେଟରେ ମିଳୁଥାନ୍ତା ହୁଏତ କିଣିନଥାନ୍ତା ଯେହେତୁ ପ୍ରିୟବ୍ରତକୁ ମୁଁ ଜାଣିନାହିଁ ଯଦି ମୁଁ କିଣିଥାନ୍ତି ମୋତେ ଡେରିରେଟ୍ ବା କିଣିନଥାନ୍ତି କିନ୍ତୁ ବହିଟା ଦେଲା ପରେ ମୁଁ ପଢ଼ିଲା ପରେ ହଠାତ୍ ଆଶ୍ଚର୍ଯ୍ୟ ହେଲି ଯେ ଆମ ପରବର୍ତ୍ତୀ ପିଢ଼ିର ପିଲାମାନେ ଯାହା ଲେଖିବାକୁ ଚାହୁଁଛନ୍ତି ତାହା ଲେଖିପାରୁଛନ୍ତି ଯଦିଓ ଆମ ପୂର୍ବବର୍ତ୍ତୀ ସାହିତ୍ୟମାନଙ୍କ ପାଖରେ ଅସମ୍ଭବ ଥାଏ ସେମାନେ ଗୋଟେ ନିର୍ଦ୍ଦିଷ୍ଟ ଗୋଷ୍ଠୀକି ଖୁସି କରିବା ପାଇଁ କବିତା ଲେଖିଥାଏ ସେଥିପାଇଁ କେଉଁ ଭାଷା ଲେଖିଲେ ସାଧୁ ଭାଷା ହେବ କେଉଁ ଭାଷା ଲେଖିଲେ ସମସ୍ତେ ପ୍ରଶଂସା କରିବେ ଭଲ ପାଇବେ ସେମିତି ଭାଷାରେ ସେ ଲେଖିବାକୁ ଚେଷ୍ଟା କରୁଥିଲେ ବି ଲେଖୁଥିଲେ
जदि से गोष्ठी से कविता को नाक छोड़ देउथिले चिरदिन काल से कवि आ साहित्य न पढ़ुथिले सेतबे कवि निजको केवल प्रतिष्ठा करबा चाहते निजको दिन उपेन्द्र पदक छड़ा ऋतुजित साहित्य पढ़ुता समस्त कवि निजको दिन भक्त भाव परिचित कर कारण जब अन्य कवि न पढ़ते बोधे प्रथम सारला दास से परंपरा कहले सारला दास बही ओडिया भाषा म्लेच्छ मानव भाषा से भाषा देवता मान कथा लेखा हम ना बोली जेतलो टका उठिला सेतले प्रथम सारला दास ओडिया भाषा रे लिखिथिबारो निंदित हेले ताको पथि पुडा हला सेतले सारला दास मते खाली लिखले महाभारत रे कोन प्रथम जन्म रे मुथली कालिदास द्वितीय जन्म रे हेले महाकाल वंश तृतीय जन्म रे सारला दास कवि और एक जन्म पृथ्वी रे जन्म डर सारा महाभारत को चेता आपण शुणिले आश्चर्य हे ओडिया भागवत लिखिଥିବା विशिष्ट संस्कृत पंडित जगन्नाथ दास से ओडिया ताकर संस्कृत भाषा रे 30 खंड चमत्कार होइछ तो मां कहले बाबरे जदि तो कथा मु न बुझि परोछि तो साहित्य मु न बुझि परोछि तो मां की लाभ छ संस्कृत भाषा लिखि एते बोल जदि पारि मु बुझला भया भाषा लिख तापर लेखा ओडिया भागवत आपण सब जानि थाई पारंती जानि थिबे जगन्नाथ दास जो गाँ कपिलेश्वर को शासन रे पाठ शासन ब्राह्मण माने तांको छियो को बाहर रे नहीं से ताको मन बाहर से कारण से गाँ रे ओडिया भाषा रे भागवत लेखा है ओडिया भाषा लेखा भाषा से भाषा रे साहित्य भगवत लेखा जे पारे से गाँ रे छियो ज्ञानी होतला आज से समय बदलुଛି ईश्वर भारतवर्षर श्रेष्ठ भाषा मान भितर श्रेष्ठ शास्त्रीय भाषा मान्यता ओडिया भाषा पाइला तार कारण ओडिया भाषा एकमात्र भाषा जहाँ 3000 वर्ष धरी कथित केतेकांश रे लिखित होई रहिଛି से भाषा रे एक लेखा अछि समग्र सार कहले बांग्लादेश रे सार अछंती ओडिया भाषा को साहित्य पढुछंती जदिरो साहित्य जाने ना बोली कहले मो धारणा रे समंतर बाबू हम समस्त भितर सब बेसी साहित्य सब बेसी साहित्य जानिछंती कार्तिक भाई सुरेंद्र देव लीग को काटिबा दृश्य पर दृश्य काटिबा जगह को बुझिबा मंगल को बुझिबा बड़ा बड़ साहित्य खाली शब्द जोड़े साहित्य को बुझिबा उदाहरण दउछि हम गाँव रे बुढ़ी गोटे बड़ी जब रात घर को फेरे गोटे बेले से बुढ़ी गोटे कांदा था मत भव सागर में बसई देलु धन से कथा माझे बुझे गोटे कांदुछ पुओ पड़ जाइए एवं मोर जड़े बांधवी पुओ मरला 24 वर्ष पुओ रोड एक्सीडेंट कर इनफोसिस चाकरी करता माँ बाप पचार पैसा न्यूज जबर से अच्छे सेटा मन पकड़े मत भव सागर में बसई देलु धन तार माने गोटे गोटे कवितार खाली बुझापी आप वर्ष वर्ष अपेक्षा करेंगे बुझिपारे आप बुझी हेनी भी हाँ लिखी तो लिखी खाली ये ना बो आप जो गाँव जोड़े बैग आने घर को आसवे सांग मान दबनी एका खाइब क्या दबु नहीं आप बुझीपारे जदि आपमती बो आप भर्ती कर सांग न पकड़ तो बहुत लेखा आम कथा बहुत कथा अन्य मैंने बुझीपारे सुरेंद्र कहते अमेरिकान पिला माने बुझीपारे ना जे प्रकृत में गोटे छेली मांसटा खाइबा बोले छेली काटे सब जाना धारणा मांसर पैकेट मिले तो धारणा है जो गोटे गाई खोल दियो धारणा गाई कंपानी दिए पैकेट रे गाई बिके से देशर पिला माने हमर बाहर हमर पेपर रे अमेरिका रे गोटे बाछुरी जन्म होइछि जहाँ 3टी आखि 4टी शिंग 3टी लाज 4टी गोड़ जो आम देश था तो डेवलपमेंट होती 15 किंतु अमेरिका रे से ठीक टिके बढ़ीगला परे कटा योग्य होला परे से को से खन जो जो ताको से इमोशन को मिलला तो आम इमोशन आपनकर कविता कालजयी हे जीव पृथ्वी लोक बुझी परिबे ताको अर्थ ना काहे कि इंग्रजी कविता कालजयी समस्त पसंद
ତାର କାରଣ ହେଲା ସେ ବହି ଏକାଧିକ ଆପଣ ପାଠ ପଢିଲେ, କ୍ଲାସରେ ପଢିଲେ, ପୁଣି ଅନୁବାଦ ପଢିଲେ, କେତେଟା ଓଡ଼ିଆ କବିତା ଆପଣ ଇଂରେଜୀରେ ଅନୁବାଦ କରୁଛନ୍ତି? ଆପଣଙ୍କ ଓଡ଼ିଆ କବି ଓଡ଼ିଶାରେ ଅଛନ୍ତି, ପରେ ଯାଇନାହାନ୍ତି। ତାର କାରଣ ହେଲା ଯେହେତୁ ଆପଣମାନେ ଗୋଟେ ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜରେ ଲେଖି ନାହାନ୍ତି ଯେ ପର୍ଯ୍ୟନ୍ତ, ଗୋଟେ ଭାଷା ଅବନତ ହେଇପାରିବ ନାହିଁ। ଫକୀରମୋହନ ସେନାପତିଙ୍କ କଥା ଯୋଉ ଅବରୋଧ ହେଇଛି ବା ଗୋପୀନାଥ ମହାନ୍ତିଙ୍କର ଅବରୋଧ ହେଇଛି। ଜଙ୍ଗଲ ଜମାନକୁ ଦେଖି ଆଦିବାସୀ ଝିଅମାନେ ଲୁଚିଗଲେ। କେମିତି? ଯେମିତି ଗୋଟେ ଗର୍ଭିଣୀ ଗାଈ ଯେମିତି ଲୁଚିଯାଏ ଡରିକି। ଗର୍ଭିଣୀ ଗାଈ କାହାକୁ ଡରିକି ଲୁଚେ, এইটা কোন ইংরেজিতে ট্রান্সলেশন কলে ওটা ইংলিশে কোন বুঝবে না। এন্তুড়ি শাল ওটা ইংলিশে বুঝবে না। এন্তুড়ি শাল তো ইংরেজি না যাহা বুঝନ୍ତି তাহা মানুষ শাল নয়। এন্তুড়ি শালের সঠিক হব নাই কথা হব, কেতে পরম্পরা পালন করা হব, সে তার কেতে মান্যতা আছে, ওটা এন্তুড়ি শাল ସେମାନେ ବୁଝିବେ। ଡାକ୍ତରଖାନାରେ ବା ନିଜ ଘରେ ଜନ୍ମ ହୋଇଥିବା ନର୍ସ ଜନ୍ମ କରିଥିବା ପିଲାର ମା ମାନେ ଏନ୍තුଡି ଶାଳ ବୁଝିପାରିବେ ନାହିଁ। ତେଣୁ ସବୁଠାରୁ ଶ୍ରେଷ୍ଠ ଓଡ଼ିଆ କବିତା ସିଏ ଯେଉଁ କବିତା ଅନ୍ୟ ଭାଷାକୁ ଟ୍ରାନ୍ସଲେଟ୍ ହେଇପାରିବ ନାହିଁ। ଯେଉଁ କବିତା, ଯେଉଁ ଭାଷାର କବିତା ଯେତେବେଳେ ଅନ୍ୟ ଭାଷାକୁ ଅନୁଦିତ ହେଇପାରିବ ନାହିଁ, ସେଇଟା ସବୁଠୁ ସଫଳ ସେଇ ଭାଷାରେ କରିବ। ପ୍ରିୟ ଯେଉଁ କବିତା ସବୁ ଲେଖିଛନ୍ତି ସେ ବହୁତ ସମୟ ପଢ଼ିଛି, ବହୁତ ସମୟ ଲାଗିବନି। କାର୍ତ୍ତିକ ଭାଇ କହିଲା ବେଳେ ସେ କବିତା ପଢ଼ିଲେ ଆପଣ ସାରି ନେବେ। କାହିଁକି ନା ଏଥିରେ ଗୋଟେ ପ୍ରେମ ଅଛି। ସେ ପ୍ରେମ ମୋର ପ୍ରେମ ହେଇପାରେ, ଏମିତିକି ବାପାଙ୍କର ପବନ ବେରେ ସାଇକେଲ ହେଇପାରେ। ଗୋଟେ ଭଲ ପାଇବା ଅଛି। ଭଲ ପାଇବା କେତେବେଳେ ମନେ ପଡ଼ିବ? ଯେତେବେଳେ ଆପଣ ଭଲ ପାଇବାକୁ ହରେଇବେ। ପ୍ରିୟର ଏତେ ବୟସ ହେଇନି, ସେ ଭଲ ପାଇବା ହରେଇଛି। ଯେତେବେଳେ 60 ବର୍ଷର ଯଶୋଦା କାନ୍ଦିଲେ ଯେ ବଢିଲା ପୁଅ ଆଉ ଫେରିବନି, ସେତିକି ବେଳେ ଯୋଉ ବଢିଲା ପୁଅର ବିଚ୍ଛେଦ ଗୋଟେ 60 ବର୍ଷର ଅନୁଭବ କରିବ, 30 ବର୍ଷର ଅନୁଭବ କରିବ। ଆଉ ତା ଗୋଟେ ପିଲା ହେଇନା ସେତେବେଳେ ସେ କାହିଁକି ପିଲା ଗୋଟେ ପିଲା ମରିଲା ପୁରୁଣା। ସେତେବେଳେ ମା ମାନେ 6ଟା ପିଲା ଜନ୍ମ କରୁଥିଲେ। ଗୋଟେ ମାନେ ଏଇଟା ଅଛି ଯେମିତି ଶିବଙ୍କ କଥାରେ କାର୍ତ୍ତିକ ମାଙ୍କୁ ପଚାରିଲେନି, ବାବା ତ ମନ ଦୁଃଖରେ ବସୁଛନ୍ତି, ନାରଦ ପହଞ୍ଚିଲେ କହିଲେ କଣ ହେଇଯିବ ନା ମତେ କାର୍ତ୍ତିକ ପଚାରିଲେ, ବାବା କଥା ପଡ଼ିଲା ନା ଏଇଟା ଅସୁବିଧା। ଯଦି ଯୋଡ଼ିଏ ପିଲା ହେଇଥାନ୍ତେ ଇଏ ନହେଲେ ସିଏ ଆପଣ ଆଉ ଗୋଟେ ଜନ୍ମ କରନ୍ତି। ତାଙ୍କ ପୁରାଣରେ ଯେମିତି କଣ ପ୍ରଭୁ ଛଡ଼େଇଲେ ଆଉ ଗୋଟେ ପିଲା ଜନ୍ମ ହେଲା। ସେମିତି ଗୋଟେ ଦୁଃଖଟାକୁ, ଗୋଟେ ଅଭାବଟାକୁ ଅନୁଭବ କେତେବେଳେ କରିବେ? ଅଭାବ ହେଲେ ଆପଣ ଗୋଟେ ସ୍ୱାତନ୍ତ୍ରକୁ ଅନୁଭବ କରିବେ। କାଲି ମୁଁ ବେଳେବେଳେ ଯୋଡ଼ିଏ ବହି ଏକାଥରକେ ପଢ଼େ। ମୁଁ ଯେହେତୁ ଆପଣ ମଥୁରା ମଙ୍ଗଳ ଆଉଥରେ ପଢ଼ୁଥିଲି, ସେ ଜାଗାରେ ପୁଣି ପ୍ରିୟ ବହି ବସିଲା। ପ୍ରିୟ ବହି ପଢ଼ିବାକୁ ପଡ଼ିବ। ଦେଖିବା ତାପରେ କଣ ଟିକେ କହିବା, ମଥୁରା ମଙ୍ଗଳ ପଢ଼ୁଛୁ। ଆରେ ମଥୁରା ମଙ୍ଗଳ ମୁଁ ଦେଖିଲି, ମଥୁରା ମଙ୍ଗଳ ସହିତ ପ୍ରିୟ ବହି ହେଇଗଲା। ମତେ ହେଲା 50 ବର୍ଷ ଆସି ଇଏ କେମିତି ଯେତେବେଳେ ଆସିଲେ ଉଦ୍ଧବ ଗୋପୀମାନଙ୍କୁ କହିଲେ କାହିଁକି ଶ୍ରୀକୃଷ୍ଣ ହଉଛ, ସେ କୃଷ୍ଣ ଜାଣିଛ ପରମ୍ପରା ତମେ କହୁଛ ତାର କଣ ହେଇଗଲା, ତାଙ୍କର କିଛି ହବନି, ସେ ପରମ୍ପରା। ଉଦ୍ଧବ ସେ ଗୋପୀମାନେ କହୁଛନ୍ତି ଆମର ଏଡେ ସୁନ୍ଦର ପ୍ରେମ କ୍ଷୀରରେ ଦହି କାହିଁକି ମିଶଉଛ? ସେ ବ୍ରହ୍ମ ଯଦି ବ୍ରହ୍ମ ତମର ହେଇଥାନ୍ତା, ସିଏ ଆମ କୃଷ୍ଣ ତ ବ୍ରହ୍ମକୁ ବହୁତ ୟା କର। ଆରେ ଇଏ ସୁନ୍ଦର ବ୍ରହ୍ମକୁ ତ ମୋତେ ପୃଥିବୀରେ ପଡ଼ିବ। ଏବଂ ଯେତେବେଳେ କୃଷ୍ଣଙ୍କର ବିରହରେ ଗୋପୀମାନେ ନିଜର ଆଙ୍ଗୁଠି ମୁଦିକି ହାତର କମ୍ପନ କରି ପିନ୍ଧୁଛନ୍ତି, ବିରହରେ ଚୁପି ଯାଇଛନ୍ତି, ଏ ବିରହ କାହିଁ? ମୁଁ ତ ପଢ଼ିଲା ପରେ ଭାବିଲି ଯେ ସେ ଗୋଟେ ଖାଲି ଲେଖୁଛନ୍ତି ଯେ ଗଙ୍ଗ ଶିଉଳି କୁସୁମକୁ ଦ୍ୱାଦଶ ମାରଦଣ୍ଡ ବୋଧେ କରୁଛନ୍ତି। ଗୋଟେ ଗଙ୍ଗ ଶିଉଳି ଫୁଲ ଝଡ଼ିବା ପାଇଁ ସକାଳ ହବା ଯଥେଷ୍ଟ, ତାପରେ 12ଟା ସୂର୍ଯ୍ୟ କୁଣ୍ଡ। ପ୍ରେମର ଯେ ଚମତ୍କାର ବ୍ୟାଖ୍ୟା ପଢ଼ିଲା ପରେ ତା ଭିତରେ ପ୍ରିୟ ବସୁଛି। ପ୍ରିୟର କବିତା ପଢ଼ୁଛି, ହଠାତ୍ ମତେ ଲାଗିଲା ଯେତେବେଳେ ସେ କଥାକୁ ଲେଖିଲା ବେଳେ ସେ ଭଗବାନଙ୍କ ପ୍ରେମ ହଉ, ମୋର ପ୍ରେମ ହଉ, ବାପାଙ୍କ ସାଇକେଲ ପ୍ରେମ ହଉ, ଯେତେବେଳେ ଗୋଟେ ଅମୂର୍ତ୍ତ ଜିନିଷ ମୂର୍ତ୍ତ ହୁଏ ସେତେବେଳେ ତାହା ଚମତ୍କାର କରୁଛି। ଯେତେବେଳେ ଗୋଟେ ବସ୍ତୁ ତାର ବସ୍ତୁତ୍ୱକୁ ହରାଏ ସେତେବେଳେ ତାହା କବିତା। ଯଦି ଏ ଟେବୁଲ ଏହା କବିତା ନୁହେଁ, এটা ইনফরমেশন, এটা একটা খবর। যদি ଏ ଟେବୁଲ ପଛରେ ଗୋଟେ 100 ବର୍ଷର ବର ଗଛର କାହାଣୀ ଅଛି, ତାହେଲେ ଏଇଟା କାହିଁକି କବିତା? ଗୋଟେ ରଜା ଗୋଟେ ପଢ଼ିକି ଲେଖିଲେ କିନ୍ତୁ ଏମିତି ଗୋଟେ ଫଟୋ କରିବୁ ଯେମିତି ପୃଥିବୀରେ କେହି ଶୋଇଥିବେ, କୋଉ ରଜା ଶୋଇଥିବ, ଫଟୋ ମୋ ଆଇଡିଆରେ ହବ। ହେଲା ଆଜ୍ଞା ନିଶ୍ଚୟ
समय କେତେ ଦରକାର 6 ମାସ ସମୟ ଦରକାର 6 ମାସ କଲେ ରଜା ତାକୁ ଦେଖିଲେ ଫଟ ଚାଲିଛି ଯୋଜନା ଚାଲିଛି ହବ ହବ କେବେ ଆଜ୍ଞା ଆଉ 6 ମାସ ପୁଣି 6 ମାସ କଲେ ଖଟ ହୁଏ ରଜା ପୁଣି ଡକେଇଲେ ପୁଣି ସେ ବାହାନା ଆସିଲା ପିଲା ଖଟ ଚାଲିଛି ଆଜ୍ଞା ଆଉ ଆଜ୍ଞା 6 ମାସ 5 ବର୍ଷ ହେଲା ପରେ ରଜା କାଟିଲା ତା ମୁଣ୍ଡ କାଟ ଡକା ହେଲା ଖଟ ନାହିଁ ନା ଆଜ୍ଞା ଆଉ ଖାଉ ନାହିଁ ଖଟ କାହିଁକି ହେଇନି ଆଜ୍ଞା ଖଟରେ କ'ଣ କି ଖଟରେ କେମିତି ହବ ଆପଣ ଯେମିତି ପୃଥିବୀର ଶ୍ରେଷ୍ଠ ଖଟରେ ଶୋଇବେ ମୁଁ ଗୋଟେ ଶ୍ରେଷ୍ଠ କାଠ ଆଣି ଖଟ କରିବାକୁ ପଡ଼ିବ ସେ କାଠ କୋଉଠି ଆଣିବେ ଗଛ ସେ ଗଛ ସିନା ମତେ ହଁ କହିଲେ ଆଣିବେ ମୁଁ ଯୋଉ ସମୁଦ୍ର ଜଙ୍ଗଲକୁ ଯାଉଛି ଯାଇକି ଗଛକୁ ପଚାରୁଛି ଯେତେ ଗଛ ତ ରଜାଙ୍କ ଖଟ ହବ ଗଛ ମନା କରୁଛି ସବୁ ଗଛ ମନା କଲେ ଏଡ଼େ ସୁନ୍ଦର ଜଙ୍ଗଲ ଏତେ ଚଢ଼େଇ ଏତେ ଝରଣା ଏତେ ସୁନ୍ଦର ପବନ ଏତେ ପୋଷାକ କରିଛନ୍ତି ଏ ରଜା ଖଟ କ'ଣ ଲାଭ ଏଇଟା ମୋ ଘରେ ଅଛି ଆଜ୍ଞା କି ରାଜ୍ୟ ଉନ୍ନତି ଗୋଟେ ପୁରା ଗଛ ଲାଗିଯାଇଛି ଆଜ୍ଞା ସେ 6 ମାସ ପରେ କରିବ ସେଇଭଳି ମଲା ପରେ ଆପଣ ସେଥିବେଳେ ଖଟଟି ତିଆରି କରିଥିଲେ ଗଛ ରାଜି ହବ ସେତେବେଳେ କବିତା ଲେଖିବେ ଯେତେବେଳେ କବିତା ଆସିଲେ ପାଖରେ ପଞ୍ଚମ କବିତା ଲେଖିବାକୁ କୋଉ ସରସ୍ୱତୀ ପୁରସ୍କାର ଟିକେ ନାହାନ୍ତି ମୋର ଜଣେ ଥିଲେ ବନ୍ଧୁ ଯେତେବେଳେ ଲେଖୁଛ ସରସ୍ୱତୀ ପୂଜା କର କି ସରସ୍ୱତୀ ନୀଳ ସରସ୍ୱତୀ ଶୁଣୁଛେ ନୀଳ ସରସ୍ୱତୀ ପାଠ କରିକି କାଳିଦାସ ପୁରା ଗୁରୁ ଗଲେ ତମ ବେକଟା ହେଇଗଲା ବିପଦ ଅଛି କିନ୍ତୁ ବିଦ୍ୟା ଅଛି କଣ ବିଦ୍ୟା ଅର୍ଥ ଯଦି ମରିଗଲେ ଆଜ୍ଞା ମଲା ପରେ ତ ବିଦ୍ୟା ବିକାଶ ଘଟିବ ଆପଣଙ୍କର ଭବଭୂତି ଚମତ୍କାର ଲେଖନ୍ତି ସମସ୍ତେ ଭଲ ପାଆନ୍ତି ଜଣକ ଛଡ଼ା କାଳିଦାସ ସେ କେବେ ପ୍ରଶଂସା କରିନାହାନ୍ତି ଭବଭୂତିରେ ସମସ୍ତେ ଜଣେ କବିକୁ ପଚାରିଲେ ବଢିଆ ଲେଖୁଛ ନା କ'ଣ ଲାଭ ଲେଖିବାରେ ହେ ମତେ କାଳିଦାସ ତ ଭଲ କହୁନାହାନ୍ତି ଆଉ କ'ଣ ହବ ଉପାୟ ଅଛି କ'ଣ ମରିଯାଅ ମରିଯାଅ ବହୁତ ଲାଗିବ ମିଛରେ ଚାରିଜଣ କାହିଁ ହେଇଗଲେ କାଳିଦାସ କଲେ କିଏ ମରିଗଲା ଆଜ୍ଞା ବହୁତ ମରିଗଲେ ଓହ ଚମତ୍କାର ଉତ୍ତରାକୁ ଚଳିତ ପଢିଯିବ ବହୁତ କବି ଜନ୍ମ ଆଗରେ ସୁନ୍ଦର ମରିଗଲା ବହୁତ ଥର ଦୁଃଖରେ ପ୍ରତି ଜାয়গা ଆପଣ ପ୍ରଶଂସା ଯାହା ମନ ପ୍ରଶଂସା କରେ କବିକୁ ଭାରତବର୍ଷର କବିମାନଙ୍କୁ ପ୍ରଶଂସା ପାଇବା ପାଇଁ ଧରିବାକୁ ପଡେ ଏବେ ବି ଯୋଉ ଆମର ପାଠ ତଳେ ବର୍ଷରେ ଆମେ ଭାବୁଛେ ସ୍ୱର୍ଗତର ସବୁ ନହେଲେ ଆମର ହବ କିନ୍ତୁ କବି କେବେ ମରିବ କବି କିଏ ମରିଛି ବୋଲି ଭାବନ୍ତାରେ କବି ଚିରକାଳ ବଞ୍ଚେ ରାତିରେ ସରି ନାହିଁ ଇଏ କବିତା ଇଏ ବହି ପଢିଲା ବେଳେ ମୋ ତରୁଣକାନ୍ତି ମିଶ୍ର ଗୋଟେ ବହି ଅଛି ଜନରାଜ୍ୟର ଲୋକ ସରି ରାତି এই অসরা রাজ্যের কাহিনী কହୁଥିବା କବି ପ୍ରିୟ ତାର କବିତା ବାଟରେ ଆହୁରି ଅନେକ ଗବେଷଣା ଆବଶ୍ୟକତା ଅଛି ସେ ଏବେ ଯାହା ଲେଖିଛି ସେଟା ଗୋଟେ ଇମୋସନାଲ ଭାବପ୍ରବଣ ସେ ଲେଖିଛି ଏ ଭାବପ୍ରବଣତା ପଛରେ ଆଉ ଗୋଟେ ଅସୁବିଧା ଯୋଗ ଏ ଭାବପ୍ରବଣ ଯୋଡ଼ିବାକୁ କବିତା କ'ଣ କରେ ପ୍ରକୃତରେ ସମାଜପତ୍ର କ'ଣ କରେ ଆପଣଙ୍କୁ ଜାଣିଛନ୍ତି କିନ୍ତୁ କବିତା କ'ଣ କରେ ଯଦି ଗୋଟେ ପିମ୍ପୁଡ଼ି କୋଉଠି ମରିଯାଏ କବିତା ସିଧା ଯାଇକି ଭବନ ଠକ୍ଠକ କରେ ଆଜ୍ଞା ପିମ୍ପୁଡ଼ି କାହିଁ ଭଲ ଜବାବ ଦିଅନ୍ତୁ ଆଉ ଏକମାତ୍ର କବି ସେଟା କରିପାରେ ଓଡ଼ିଶାରେ ଯେତେ କବି ଅଛନ୍ତି କହୁଥିଲେ ରମାକାନ୍ତ ଭାଇ ରମାକାନ୍ତ ରଥ କଥା କହୁଥିଲେ ସେ ସୌମିତ୍ର ବିଶ୍ୱନାଥ କଥା କହୁଥିଲେ ସମସ୍ତେ କବିତା ଲେଖିଛନ୍ତି ଏ କବିତା ସେମାନେ କ'ଣ କରିଛନ୍ତି ନା ବାରମ୍ବାର ଗୋଟେ ପରୀକ୍ଷାକୁ ସେମାନେ ଅଗ୍ରାଧିକାର ଦେଇଛନ୍ତି ଏବଂ ଏ ପରୀକ୍ଷା ଯୋଗୁଁ ତାଙ୍କ କବିତାର ସୁକୁମାର ବଳ ବ୍ୟାହତ ହୋଇଛି ରମାକାନ୍ତ ରଥ ପ୍ରଥମେ ଅପୂର୍ବ କାମ ପରେ କବି ହେଲେ ପ୍ରଥମ ଯୋଉ କବିତା ଲେଖିଲେ ସେ କବିତାର ଅଦ୍ଭୁତ କଥା ଲେଖିବା ଆରମ୍ଭ କଲେ ପ୍ରତିଦିନ ବ୍ରେକଫାଷ୍ଟ ଟେବୁଲରେ ଗୁଞ୍ଜେ 5 ପ୍ରଜାପତି କରେ ବା ଷ୍ଟିମରରେ ଗଲାବେଳେ ଷ୍ଟିମର ଚକା ଫାଟିଗଲା ଏମିତି ଅନେକ କୋଠରୀ ଯାଏ ପୁଳେ କବିତା ଲେଖିବା ପରେ ରମାକାନ୍ତ ରଥ ଆଜି ସାର୍ବଜନୀନ ସବୁ ଜାଣିଲେ ସେଟା ଯଦିଓ ତା ପୂର୍ବରୁ ତାଙ୍କର ସପ୍ତମ ଋତୁ ଉପରେ ଅନେକ ଚମତ୍କାର କବିତା ବହି ଅଛି କିନ୍ତୁ କ'ଣ ହେଲା ନା ପାଠକଟିଏ କବିତା ବହି ପଢ଼ିବାକୁ ପ୍ରସ୍ତୁତ ନୁହେଁ ଗପଟେ ପଢ଼ି ଦେଉଛି କିନ୍ତୁ କବିତା ବହି ପଢ଼ୁନି ତାର କାରଣ ହେଲା କବିତାର ବ୍ୟକ୍ତିଗତ କଥାକୁ ଜାଣିବା କରୁଛି ବାପାଙ୍କର ଯୋଉ ପବନ ବାଇ ସାଇକେଲ କଥା ପ୍ରିୟ ଲେଖିଛି ଏଇ ଯୋଉ ଅଭ୍ୟାସ ପଢ଼ିଲେ
ଏଠି କବିତା ତାଙ୍କ ଜୀବନରେ ଛୁଟି ହେଇଛି ବୋଲିକି ମୋ ବାପାଙ୍କର ଗୋଟେ ପବନ ଗୋଟେ ସାଇକେଲ ଥିଲା। ମୁଁ ମନେ ପକେଇଲି ପ୍ରିୟର ବାପା ଯଦି ନାଁ ଦେଇଛି ମୁଁ କ'ଣ ନାଁ ଦେଇଥିଲି ଯେ ବାପାର ସାଇକେଲର। ସବୁଦିନ ମୋର କାମ ହେଲା ସକାଳୁ ନଡ଼ିଆ ତଳ ପାଣି ସାଇକେଲ ପୋଛିବା, ଚଲେଇ ପାରିବ ଖାଲି ପୋଛିବ। ବାପା ଚଢ଼ିକି ଯିବେ ଆମେ ତାର ସାର୍ଟର ବାସ୍ନା ଶୁଣିବୁ। ମୋର ଯେତିକି ଧାର ଆଜି ଯେତିକି ବାସ୍ନା ଶୁଣିଛି ବାପାର ସାର୍ଟର ବାସ୍ନା ଆଜି ଯାଏ ମୋର ଶୁଣିବି। ଅଦ୍ଭୁତ କ'ଣ ଝାଳ ଟିକେ ଝାଳ ଲାଗିଥିବ, କ'ଣ ଲାଗିଥିବ, କ'ଣ ହେଇଥିବ, ସେଥିରେ ଦୋକାନ ବାସ୍ନା ଥିବ, ଅଦ୍ଭୁତ ବାସ୍ନା। ସେ ବାସ୍ନା କବି ଜୀବନରେ ଗୋଟେ ବାସ୍ନାକୁ ଗୋଟେ ସାଧାରଣ ମିଳିଯାଉଥିବା ବାସ୍ନାକୁ ମୃତ କରି ରଖିବାର ପ୍ରଚେଷ୍ଟା ଏକମାତ୍ର କବି କରିବାର ସଫଳତା। ମତେ ଲାଗେ ଯେ ଏ ଘଟଣା ମୁଁ ଭୋଗିଛି। ସେତେବେଳେ ସାଇକେଲ ଗୋଟେ ଅତି ସ୍ୱପ୍ନର ସାଇକେଲ ଥିଲା। ବହୁତ ଲୋକ ତାର ମଲିନ ଜଗଲାଣି, ତ ବାଦଲ ତାର ଗପରେ ଧରି ରଖୁଛି। ବହୁତ ପ୍ରେମ ମଲିନ ଜଗଲାଣି ଏବଂ ଯେଉଁ ପ୍ରେମର ମୁଁ ଏବେ ସେ ଯେଉଁ ପ୍ରେମ କଥା କହୁଛି ସିଏ କୌଣସି ଝିଅ କଥା ହଉ, ବାପା ମା କଥା ହଉ, ସଂସାର ପରିବେଶ କଥା ହଉ, ଗାଁ କଥା ହଉ, ସବୁବେଳେ ସେ ଯୋଉଟା ଧରିକି ରଖିଛି ସେଟା ଗୋଟେ ଇତିହାସ। ଏବେ ଆପଣଙ୍କର ପ୍ରେମର ପରିଭାଷା ଯେହେତୁ ଚିଠି ନାହିଁ, ବୋଧେ ପୃଥିବୀର ଚିଠି ସାହିତ୍ୟ ଗୋଟେ ଅଛି, ଗୋଟେ ଚିଠି ସାହିତ୍ୟ ଅଛି ଗୋଟେ ଯାହାକି ପୃଥିବୀର ଶ୍ରେଷ୍ଠ ସାହିତ୍ୟ। ପ୍ରତି ଦେଶର ଚିଠି ସାହିତ୍ୟ ପ୍ରସିଦ୍ଧ ସାହିତ୍ୟ। ଚିଠିକି ନେଇକି ବହୁତ ସାହିତ୍ୟ ଲେଖା ହେଇଛି। ବାପା ମା ଜବାହରଲାଲ ନେହେରୁ ଇନ୍ଦିରା ଗାନ୍ଧୀ ଲେଖିଛି, ରବି ଠାକୁର ଚିଠି କିଏ କେଉଁ ପ୍ରେମ ଚିଠି ଲେଖିଛି ସେଗୁଡ଼ା ସବୁ ଗୋଟେ ସାହିତ୍ୟ। ସେଇଟା ପୁରାପୁରି ଗଳ୍ପ। ଚିଠି ସରିଗଲା ଯଦିଓ ଇଏ ବହିର ପ୍ରଥମରୁ ସେ ଗୋଟେ ଚିଠି ଲେଖିଛନ୍ତି। ସମ୍ବାଦ ତାଙ୍କର ଯୋଉ ନିଜ ଅଗ୍ରଲେଖାରେ ଚିଠି ଲେଖିଛନ୍ତି। ସେ ଚିଠିଟାରେ ସେ ଗୋଟେ ଜହ୍ନକୁ ଅନେକ ସେ ଚିଠି ଲେଖୁଛନ୍ତି। ସେ ଚିଠିର ପ୍ରକୃତି ମଣିଷ ମନରୁ ରହିଯାଇଛି। ଯେତେବେଳେ ପିଲାଦିନେ ଆମର ରଚନା ବି ହେଉଥିଲା ଗ୍ରୀଷ୍ମ ଛୁଟି କିପରି କଟାଇବା ମାତାଙ୍କ ନିକଟ କଥା ଆମେ ବୁଝୁ ପଞ୍ଚମ ଶ୍ରେଣୀରେ ସାର୍ କହିଲା ପରେ ମାତା ପୁଣି କିଏ? ମାତା ତ ବାବାଜୀ ମାତା ମୁଠାରେ ଥାନ୍ତି। ସାର୍ ମାତାଙ୍କ ଆମେ ଚିଠି ଲେଖିବୁ ମାନେ ମାତା କହିଲେ ମୂର୍ଖ ବୋଉ ମା ସେଇ ମାତା ଗୋଟେ ଅଲଗା ସବୁ ଠିକ ଅଛି। ମାତାର ସବୁ ଚିଠି କେମିତି ଲେଖିବୁ? ଚିରକାଳ ବୋଉ ତ ମୁଣ୍ଡିଆ ବି ମାରୁନା, ବାପାଙ୍କୁ ଏତେ ମାରୁଥିବୁ, ବୋଉ ମୁଣ୍ଡିଆ ମାରୁନା, ବୋଉଟା ତମ ମୁଣ୍ଡିଆ ଆମେ ବୋଉ ଚିଠି ପୁଣି କଲେ ପୁଣି ଗ୍ରୀଷ୍ମ ଛୁଟି କିପରି କଟାଇବୁ? ବୋଉ ଖୋଜରେ ତୁ କେମିତି ଅଛୁ? ସାଙ୍ଗେ ସାଙ୍ଗେ ଆମର ସାର୍ କହିବେ କେମିତି ଅଛୁ? ଆରେ ପୂଜନୀୟ ମାତା ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ। ପୂଜନୀୟ ମାତା କିଏ, ଭୂମିଷ୍ଠ ପ୍ରଣାମ କିଏ? ଦେଖନ୍ତୁ ଆପଣଙ୍କର କହିବାର ଭାଷା ଲେଖିବାର ଭାଷା ତ ଅଲଗା। ଆପଣ ମଡେଲ ବର୍ତ୍ତମାନ କିଏ? ଆପଣ ଯୋଉ ଲେଖିବେ ଆପଣ ମଡେଲ କିଏ? ଆପଣ କହିଲେ ଆପଣ କାହା ପରି ହେବେ ମଡେଲ କିଏ? ଗାନ୍ଧୀ ପରି ହେବି, ଗୋପବନ୍ଧୁ ପରି ହେବି, ୟା ପରି ହେବି। ଏବେ ଆମର ମଡେଲ କିଏ? ଏ 100 ବର୍ଷ ଭିତରେ ଆମର ମଡେଲ କିଏ? ଆମ ବଞ୍ଚିବାର ମଡେଲ କାହା ପରି ଆପଣ ହେବେ? ଅମିତାଭ ବଚ୍ଚନ ପରି ହେବେ ଆଉ ମୋଦି ବିଷୟରେ କହିବେ, ସଚିନ ତେନ୍ଦୁଲକର ପରି ହେବେ, ଇଏ ପୁରା ମଡେଲ। ମଡେଲ ସେ ମଡେଲ କିଏ? ତାହେଲେ ଆପଣ କରିବେ କ'ଣ? ତାହେଲେ ଆପଣଙ୍କର ଗପର କବିତାର ଆଦର୍ଶ କିଏ? ଆମ ପ୍ରିୟ କରିବା କଥା ପ୍ରଥମ ରୂପ ଭାବୁଛି ଉଦ୍ଘାଟନ ପରେ ଆମେ ପ୍ରିୟ କରିବା କଥା। କବିତା ଲେଖିବା ପଛରେ ତାଙ୍କ ଅଭିଳାଷ କ'ଣ? ସେ କାହିଁକି କବିତା କାହା ପାଇଁ ଲେଖିଛନ୍ତି? ବାପା ପାଇଁ ନା ବୋଉ ପାଇଁ ନା ପାଠକମାନଙ୍କ ପାଇଁ? ଯଦି ପାଠକ ସେମାନେ କିଏ? ଯେକୌଣସି କବିତା ଗୋଟେ ପଢ଼ିବନି ସେ ଜଣେ ସେ କବିତା ବହି କାହିଁକି କିଣିବ ଏବଂ କିଣିଲେ ପଇସା ଉଠିବ କି ନାହିଁ? ବର୍ତ୍ତମାନ ଗୋଟେ ଧାରଣା ଅଛି ସିନେମା ଦେଖି ପଇସା ଉଠିଲା। ଯଦି ଗୋଟେ ସିନେମାରେ 150-120 ଟଙ୍କା ଖର୍ଚ୍ଚ ହଉଛି ଆପଣ ଟିକେଟ କରିବେ 50 ଟଙ୍କା ଦେଇକିରି କବିତା ତ କାହିଁ ଆକ୍ଟିଂ କରୁଛି ଇଏ ମତାମତ ପାଇଁ ଆପଣଙ୍କୁ ସେକେଣ୍ଡ ଲାଗିବ। ତ ତାହା ପଛର ଯୋଉ ମେକିଂଟା କେତେ କଷ୍ଟ ସେ କବି ସେଟା ସମସ୍ତେ ପ୍ରିୟକୁ ଆଶୀର୍ବାଦ କଲେ। ଆଶୀର୍ବାଦ ମଧ୍ୟ କବିତା ହୁଏ ନାହିଁ। ବର୍ତ୍ତମାନ ପ୍ରିୟକୁ ଯଦି ଏଥିରେ ସେ ବସିଲା ଇଏ ଅତି ଖରାପ କାମ। ଯିଏ କବିତାରେ ବସିଲା, ଯିଏ କବିତା ଲେଖିଲା ବା ଲେଖକ ହେଲା ସେ ପଙ୍କ ହେଲା। ଆପଣ ଗୋଟେ ବଡ଼ ଲୋକ ହେବେ, ଆପଣ ଗୋଟେ ମହାନ ଲୋକ ହେବେ, ଆପଣ ଗୋଟେ ଦେଶପ୍ରେମୀ ହେବେ, ଆପଣ ଗୋଟେ ନେତା ହେବେ, ଆପଣ ମୋଦି ହେବେ, କବିତା ଲେଖିବେ ଏଇଟା ଅସମ୍ଭବ। ଅଟଳ ବାଜପେୟୀ ବି ମହାନ କବି କହିଛନ୍ତି ତାଙ୍କ କବିତାର ଧାଡ଼ି ମାତ୍ରା ଯଦି ପ୍ରଧାନମନ୍ତ୍ରୀ ସେ ବଡ଼ କବି ସଭାପତି ନବୀନ ପଟ୍ଟନାୟକ ବିଶିଷ୍ଟ ଲେଖକ ମଧ୍ୟ ସଭାରେ ପଢ଼ିଛି। ସେଠି କିଛି କଥା କିନ୍ତୁ ଜଣେ ମହାନ ଜଣେ କବି ହବ ବା କ'ଣ ହବ ତାର ନିଜକୁ ପଙ୍କ ହବାକୁ ପଡ଼ିବ। ଯଦିଓ ପଙ୍କ ପାଖରେ ବାବୁ ପାଦ ଦେଲ ବର୍ତ୍ତମାନ ତୁମକୁ ବେଶୀ ବେଶୀ ପଙ୍କ ହବାକୁ ପଡ଼ିବ।
ଏତିକି ମୁଣ୍ଡ ପଦ ଆପଣ ପଙ୍କ ହେଲେ ପଦ ପକେଇଲେ ସରସା ମାଟିରେ ପଦ ପକେଇବ ଯେତିକି ନଷ୍ଟ ହେବେ ଯେତିକି ପଙ୍କ ହେବେ ସେତିକି ସୁନ୍ଦର ପଦ ଆପଣ ଭିତରେ ପଡ଼ିବ। ଆପଣ ନଷ୍ଟ କେମିତି ଖାଇବେ? ଆପଣ ବହୁତ ପାଗଳ କହିପାରନ୍ତି, ଯଦି ଆପଣ କୌଣସି କାମ ପାଗଳ ବି କହିପାରନ୍ତି ଯେ ଇଏ ଲୋକ କରୁଛି। ଓଡ଼ିଶା ଏକମାତ୍ର ଭାରତବର୍ଷରେ ବି ଆପଣ ଏକା ଯଦି ଜନ୍ମ ନେଇକି ପାହାଡ଼ ଉପରେ ବସିବେ ଆପଣ ଘରକୁ ଗାଁ ମଧ୍ୟରେ କୋଉଠି ଦେଖୁଛୁ ଖାଇବେ ନା ସତ ବିଷୟ ଗୋଟେ ଲୋକ ପୁରା ବିଦ୍ରୁଷ ହେଇକି ସୁଇସାଇଡ୍ କରିବା ଯାଉଛି ରେଲ ଲାଇନ୍ ଯାହା ଜୀବନ କିଛି ଅର୍ଥ ଜୀବନ କ'ଣ ପାଇ ଜୀବନ ଠିକ ରେଲ ଲାଇନ୍ ପାଖରେ ପହଞ୍ଚି ତା ସ୍ତ୍ରୀ ଫୋନ୍ କରୁଛି ତ ଶୁଣ କୁଆଡ଼େ ଯାଉଛ ନା ମରିବାକୁ ଯାଉଛି ନା ସେ ତ ଯାହା ମନ ଯାହା କବା କଥା କିନ୍ତୁ ଆଇଲା ବେଳକୁ ଡ୍ରାଇଭର ପଟିକା ଆଣିବ ମୋର ଏସି ଟିକି ହେଇଛି ଆଉ ଯଦି ଶିବ ବାଇକ ସଂସ୍ଥା କିଣି ଆଣିବ ତାପରେ କ୍ୟାନ୍ସର ହେଇଗଲା ସେ ଯାହା ସ୍ତ୍ରୀର ଔଷଧ ସବୁ କରିବ ଡ୍ରାଇଭର କିଣିବ ପରିବହନ କରିବ ତା ବାଦ ବି କ'ଣ ଏ ଦ୍ୱୈତ ଜୀବନ ଭିତରେ